ଆଚ୍ଛା, ଗୁଡ୍ ମର୍ଣ୍ଣିଂ ଏଭ୍ରିବଡି। ଆଜିର SIS ର ଅନଲାଇନ୍ କ୍ଲାସରେ ସମସ୍ତଙ୍କୁ ସ୍ୱାଗତ। ଆଜି ଦଶମ ଶ୍ରେଣୀର ଜନନ ପାଠର ଆମେ ପଢିବା ଉଦ୍ଭିଦରେ ଜନନ। ଆମେ ଆପରେ ପ୍ରାଣୀଜ ଜନନ ମଧ୍ୟ ପଢିବା। ତ ବର୍ତ୍ତମାନ ଜାଣିବା ଉଦ୍ଭିଦରେ ଜନନ କଣ। ଉଦ୍ଭିଦରେ ଜନନ ପଢିବାକୁ ହେଲେ ଉଦ୍ଭିଦରେ ବଂଶ ବିସ୍ତାର ଉଭୟ ଅଲିଙ୍ଗୀ ଜନନ ଓ ଲିଙ୍ଗୀୟ ଜନନ ପ୍ରକ୍ରିୟାରେ ସମ୍ପନ୍ନ ହୋଇଥାଏ। ତ ଏ ଅଲିଙ୍ଗୀ ଜନନ ପ୍ରକ୍ରିୟା ପ୍ରଥମେ ଜାଣିବା। ଉଦ୍ଭିଦରେ ଅଲିଙ୍ଗୀ ଜନନ ନିମ୍ନୋକ୍ତ ବିଭାଜନ, କଳିକନ, ରେଣୁଭବନ, ଅଙ୍ଗୀୟ ଜନନ ଇତ୍ୟାଦି ସାହାଯ୍ୟରେ ହୋଇଥାଏ। ତ ଆମେ ବିଭାଜନକୁ ଫିସନ ବୋଲି କହିପାରିବା, କଳିକନ ବଡିଂ, ରେଣୁଭବନ ସ୍ପୋରୁଲେସନ, ଅଙ୍ଗୀୟ ଜନନ ଯୋଉଟାକି ଆମେ ଭେଜିଟେଟିଭ ପ୍ରୋପାଗେସନ ବୋଲି କହିପାରିବା। ବର୍ତ୍ତମାନ ବିଭାଜନ ବିଷୟରେ ପ୍ରଥମେ ଜାଣିବା। ଏ ବିଭାଜନ କଣ? ତ ଯଦି ଆମେ ବିଭାଜନ ବିଷୟରେ ପଢିବା ତା ପୂର୍ବରୁ ଆମେ କୋଷ ବିଭାଜନ ତ ନିଶ୍ଚୟ ପଢିଛେ। ତ ବିଭାଜନ କଣ ନା ବୀଜାଣୁ ଓ କେତେକ ଏକକୋଷୀ ଶୈବାଳ ଆଦିରେ କୋଷର ବିଭାଜନ ଦ୍ୱାରା ବଂଶ ବୃଦ୍ଧି ହୋଇଥାଏ। ଯଦି ଆମେ ବୀଜାଣୁ କଥା ନବା କିମ୍ବା ଆମେ ଶୈବାଳ କଥା ଜାଣିବା ତେବେ ଏଥିରେ କଣ ହୁଏ ନା କୋଷର ବିଭାଜନ ହେଲେ ହିଁ ଏଙ୍କର ବଂଶ ବୃଦ୍ଧି ହେଇଥାଏ। କାହିଁକି? ଏଥିରେ ଲିଙ୍ଗୀୟ ଜନନ ତ ହୁଏନି, ତେଣୁ କୋଷ ବିଭାଜନ ଦ୍ୱାରା ହିଁ ବଂଶ ବୃଦ୍ଧି ହୋଇଥାଏ। ଏହି ପ୍ରକ୍ରିୟାରେ ସେମାନଙ୍କର ନେଷ୍ଟିୟ କୋଷ ଜୀବକ ଦୁଇଟି ସମାନ ଭାବରେ ବିଭକ୍ତ ହୋଇ ଦୁଇଟି ଅପତ୍ୟ ଜୀବ ସୃଷ୍ଟି କରିଥାନ୍ତି। ଗୋଟିଏ ମାତୃକୋଷରୁ ସେମାନେ କେତୋଟି ନା ଦୁଇଟି ଅପତ୍ୟ କୋଷ ସୃଷ୍ଟି କରିଥାନ୍ତି। କେତୋଟି? ଦୁଇଟି ଅପତ୍ୟ କୋଷ ସୃଷ୍ଟି ହୋଇଥାଏ। ଓକେ, ତ ଗୋଟିଏ ମାତୃକୋଷରୁ ଏଙ୍କର ଦୁଇଟି ଅପତ୍ୟ କୋଷ ସୃଷ୍ଟି ହୋଇଥାଏ। ତ ଏହାକୁ ଦୁଇ ବିଭାଜନ ବା ବାଇନାରୀ ଫିସନ ବୋଲି ଆମେ କହିପାରିବା। କଣ କହିବା? ଦୁଇ ବିଭାଜନ ବା ବାଇନାରୀ ଫିସନ। ଦୁଇ ବିଭାଜନ ବୀଜାଣୁ ମାନଙ୍କର ଏକ ମୁଖ୍ୟ ବଂଶ ବୃଦ୍ଧିର ପ୍ରକ୍ରିୟା ଅଟେ। ଏହାପରେ ଆମେ କଳିକନ ବା କୋରକୋଦ୍ଗମ ବିଷୟରେ ଜାଣିବା। କଳିକନ ବା କୋରକୋଦ୍ଗମ କଣ ନା ଯଦି ଆମେ କୋରକୋଦ୍ଗମ ବିଷୟରେ ଜାଣିବା, ଦ୍ୟାଟ ଇଜ କଲ୍ଡ କଳିକନ ବା କଳିକାର ପ୍ରସ୍ତୁତି। ଆଚ୍ଛା, ଇଷ୍ଟ ନାମକ କେତେକ କବକ ସାଧାରଣତଃ ଏହି ପ୍ରକ୍ରିୟାରେ ବଂଶବୃଦ୍ଧି କରିଥାନ୍ତି। ଏହା କବକର ମୂଳ ମାତୃକୋଷରୁ ଜାତ ହୋଇଥାଏ। କୋଉଥିରୁ ନା ମାତୃକୋଷରୁ ଜାତ ଯୋଉ ଅପତ୍ୟ କୋଷ ଅଛି ବା ଡଟର ସେଲ ବା କଳିକା ଅଛି ତାକୁ ଆମେ କୋରକ ବା କଳିକା ବା ବଡ ଆଗରେ ସୃଷ୍ଟି ହୋଇଥାଏ। ଏହି କଳିକା କ୍ରମଶଃ ବୃଦ୍ଧି ପାଇ ମାତୃକୋଷରୁ ବିଚ୍ଛିନ୍ନ ହୁଏ ଏବଂ ଶେଷରେ ଏକ ପୂର୍ଣ୍ଣାଙ୍ଗ ଇଷ୍ଟ କୋଷରେ ପରିଣତ ହେଇଯାଏ। ତ ଗୋଟିଏ ମାତୃକୋଷରୁ ଯଦି ଗୋଟିଏ ଛୋଟ କଳିକାଟେ ବାହାରିଲା, ଏଇ କଳିକାଟେ ଯଦି କଣ ହୁଏ ନା ମାତୃକୋଷରୁ ସେ ଅଲଗା ହେଇଯାଏ ଏବଂ ଏଇ ଯୋଉ କଳିକାଟି ଇଏ କଳିକା ଆଉଥରେ କଣ ହୁଏ ନା ପୂର୍ଣ୍ଣାଙ୍ଗ କୋଷରେ ପରିଣତ ହୁଏ, ତେବେ ତାକୁ ଆମେ କହିବା କଳିକନ। ଏହା ମୁଖ୍ୟତଃ ଇଷ୍ଟ କୋଷରେ ହିଁ ଦେଖାଇଥାଏ। ଏହାକୁ ଆମେ ବଡିଂ ମଧ୍ୟ କହିପାରିବା। ଏହାପରେ ରେଣୁ ଭବନ ବିଷୟରେ ଜାଣିବା। ରେଣୁ ଭବନ କଣ ନା ରେଣୁ ଭବନ ତାକୁ ଆମେ ସ୍ପୋରୁଲେସନ ବୋଲି କହିବା। କଣ କହିବା ନା ରେଣୁ ଭବନ ବା ସ୍ପୋରୁଲେସନ ବୋଲି କହିବା। ଏଇ ଯୋଉ ସ୍ପୋରୁଲେସନ ବା ରେଣୁ ଭବନ ଏହା କଣ ହୁଏ? ଏହା ଦ୍ୱାରା ଅପୁଷ୍ପକ ଉଦ୍ଭିଦରେ ବଂଶ ବୃଦ୍ଧି ଘଟିବା ସହିତ ଏକ ସାଧାରଣ ପ୍ରକ୍ରିୟା ଇଏ ଛତୁ ଫିମ୍ପି ଜାତୀୟ କବକ ପ୍ରାୟତଃ ଏହି ପ୍ରକ୍ରିୟାରେ ବଂଶ ବୃଦ୍ଧି କରନ୍ତି। କିଏ କରନ୍ତି ନା ଛତୁ ଆଉ ଫିମ୍ପି ଜାତୀୟ କବକ। ଏ ଛତୁ ଆଉ ଫିମ୍ପି ଜାତୀୟ କବକ କଣ କରନ୍ତି? ଏହି ପ୍ରକ୍ରିୟାରେ ସେମାନେ ବଂଶ ବୃଦ୍ଧି କରିଥାନ୍ତି। ଏ ସମସ୍ତ କବକରେ ଅସଂଖ୍ୟ କଳା ରଙ୍ଗର ରେଣୁ ବା ସ୍ପୋର ଦେଖାଯାଏ। ଏଇ ଯୋଉ କଳା ରଙ୍ଗର ରେଣୁ ଆଉ ସ୍ପୋର ଯୋଉ ଦେଖାଯାଏ, ଏହି ରେଣୁ ଗୁଡିକ ନିର୍ଗତ ହୋଇ ଜଳ ଓ ବାୟୁରେ ଭାସି ବୁଲନ୍ତି। ଅନୁକୂଳ ପରିବେଶ ଯେତେବେଳେ ତାଙ୍କୁ ମିଳେ ସେମାନେ ଅଙ୍କୁରିତ ହୋଇ ନୂତନ ଉଦ୍ଭିଦ ମଧ୍ୟ ସୃଷ୍ଟି କରନ୍ତି। ରେଣୁ ଦ୍ୱାରା ଏ ପ୍ରକାର ଜନନ ପ୍ରକ୍ରିୟାକୁ କୁହାଯାଉଛି ରେଣୁ ଭବନ। ରେଣୁ ଦ୍ୱାରା ଯେହେତୁ ଏ ପ୍ରକାର ଜନନ ପ୍ରକ୍ରିୟା ହେଉଛି ତାକୁ କୁହାଯାଉଛି ରେଣୁ ଭବନ। ଏଇ ଆର ଯଦି ଆମେ ଉଦାହରଣ ଦେଖିବା, ଆମେ ୟୁଲୋଥ୍ରିକ୍ସ ପରି ଶୈବାଳ ଦେଖିପାରିବା ଯୋଉଥିରେ କି ଆମର 4, 8 ଅଧିକ ଚଳରେଣୁ ସୃଷ୍ଟି ହୋଇଥାଉଛି ଏବଂ ମାତୃକୋଷରୁ ନିର୍ଗତ ହୋଇ ଚଳରେଣୁ ଉପଯୁକ୍ତ ପରିବେଶରେ ସ୍ଥିର ହୋଇ ଅଙ୍କୁରିତ ହୁଅନ୍ତି ଏବଂ ନୂତନ ଉଦ୍ଭିଦ ସୃଷ୍ଟି ହୁଅନ୍ତି। କୋଉଥିରେ? ଆମର ୟୁଲୋଥ୍ରିକ୍ସରେ। ସେଭଳି ମ୍ୟୁକର ପରି ଅନେକ କବକ ଅଛନ୍ତି ଯୋଉମାନେ ଏହି ରେଣୁ ଭବନ ପଦ୍ଧତିରେ ବଂଶବୃଦ୍ଧି କରିଥାନ୍ତି। ପେନ୍ସିଲିୟମ ପ୍ରତି କେତେକ ସାଧାରଣ ଅଛନ୍ତି। ଯୋଉ ପେନ୍ସିଲିୟମ ସେମାନେ କୋନିଡିଆ ବା ଅଚଳ ରେଣୁ ସେମାନଙ୍କର ଦେଖାଯାଏ।
ପାଇଥିୟମ ପରି କେତେକ କବକ ଅଛନ୍ତି ଯୋଉମାନେ କଣ ଦେଖାଯାଏ ନା ଏଇ କବକ ପରିବେଶ ଅନୁଯାୟୀ ଚଳରେଣୁ ଅଚଳରେଣୁ ଦ୍ୱାରା ବଂଶ ବୃଦ୍ଧି କରିଥାନ୍ତି। ତେଣୁ ଆମେ ଜାଣିଲେ ପେନିସିଲିୟମ ଯୋଉମାନେ ଅଚଳ ରେଣୁ ରହେ, ପାଇଥିୟମ ପରିବେଶ ଅନୁଯାୟୀ ଚଳ ଅଚଳ ଦୁଇଟି ରେଣୁରେ ସିଏ ବଂଶ ବୃଦ୍ଧି କରିପାରେ। ପାଇଥିୟମ କଣ କରେ ଦୁଇଟି ରେଣୁରେ ବଂଶ ବୃଦ୍ଧି କରିପାରେ। ତ ଏଇଭଳି ଅଧିକ ଆର୍ଦ୍ର ପରିବେଶ ଚଳରେଣୁ ପାଇଁ ଅନୁକୂଳ ହେଉଥିବା ବେଳେ ଶୁଖିଲା ପରିବେଶରେ ଅଚଳ ରେଣୁ ସୃଷ୍ଟି ହୋଇ ବଂଶ ବୃଦ୍ଧି କରିଥାନ୍ତି। ତେଣୁ ରେଣୁ ଅତି କ୍ଷୁଦ୍ର, ହାଲୁକା, ଖାଲି ଆଖିକୁ ଭଲ ଭାବରେ ଦେଖାଯାଆନ୍ତି ନାହିଁ। ଏହା ହେଉଛି ବାୟୁ ବା ଜଳରେ ବହୁ ଦୂରକୁ ଚାଲି ଯାଇପାରେ କିମ୍ବା ଅନୁକୂଳ ପରିବେଶରେ ଏମାନେ ଅଙ୍କୁରିତ ହୋଇ ବଂଶ ବୃଦ୍ଧି କରିଥାନ୍ତି। ତାପରେ ଆମେ ଜାଣିବା ଅଙ୍ଗୀୟ ଜନନ ବିଷୟରେ। କାହା ବିଷୟରେ? ଅଙ୍ଗୀୟ ଜନନ ବିଷୟରେ ଆମେ ଜାଣିବା। ଅଙ୍ଗୀୟ ଜନନକୁ ଆମେ ଭେଜିଟେଟିଭ ପ୍ରୋପାଗେସନ ବୋଲି କହିଥାଉ। କଣ କହିଥାଉ? ଭେଜିଟେଟିଭ ପ୍ରୋପାଗେସନ। ତ କେତେକ ଶ୍ରେଣୀର ଉଦ୍ଭିଦ ଅଙ୍ଗୀୟ ଜନନ ପ୍ରକ୍ରିୟାରେ ବଂଶ ବିସ୍ତାର କରିଥାନ୍ତି। ପତ୍ର, ମୂଳ ବା କାଣ୍ଡର କୌଣସି ଅଂଶରୁ ଉଦ୍ଭିଦ ଜାତ ହେଲେ ଏହାକୁ ଅଙ୍ଗୀୟ ଜନନ କୁହାଯାଏ। ଯଦି ପତ୍ର ଅଙ୍ଗରୁ ଯେକୌଣସି ଅଙ୍ଗରୁ ଯଦି ଜାତ ହେବ, ଅଙ୍ଗ ଅର୍ଥ କହିବାକୁ ଗଲେ ଆମେ ପତ୍ର, ମୂଳ, କାଣ୍ଡ କୌଣସି ଅଂଶରୁ ଆମର ଯଦି ଉଦ୍ଭିଦଟି ଜାତ ହେଉଛି ତାକୁ ଆମେ କଣ କହିବା ନା ଅଙ୍ଗୀୟ ଜନନ ବୋଲି କହିବା। ଓକେ, ତାକୁ ଆମେ କଣ କହିବା? ଅଙ୍ଗୀୟ ଜନନ ବୋଲି କହିବା। ସିଏ ପତ୍ର ହେଇଥାଉ, ମୂଳ ହେଇଥାଉ କିମ୍ବା କାଣ୍ଡ ହେଇଥାଉ। ଆଖୁ, କଦଳୀ, ଗୋଲାପ ଇତ୍ୟାଦି ଏହି ପ୍ରକ୍ରିୟାରେ ସହଜରେ ବଂଶ ବିସ୍ତାର କରିପାରନ୍ତି। ଅମରପୋଇର ପତ୍ରଧାର ଯୋଉ ଦନ୍ତୁଳିତ ଅଂଶ ଦେଖୁଛ ଓଦା ମାଟି ସଂସ୍ପର୍ଶରେ ଆସିଲେ ସେଥିରୁ ନୂତନ ଗଛ ବାହାରିଯାଏ। ତ ଅମରପୋଇ ଯଦି ଗଛ ପତ୍ରଟିକୁ ତମେ ଦେଖିନାହ ତେବେ ଏଇଠି ଦେଖିଦିଅ, ଇଏ ହେଉଛି ଆମର ଅମରପୋଇ ଗଛ। ଏଇ ପତ୍ରଟିକୁ ପିଲାମାନେ କଣ କରନ୍ତି, ଛୋଟ ପିଲା ହେଲେ ସେମାନେ ବହି ଭିତରେ ରଖିଥାନ୍ତି। ଏ ଭିତରୁ ଏଇଠି ସବୁ କଳିକା, ସବୁ ଚେର ଗୁଡିକ ବାହାରିଥାଏ। ୟାକୁ ଯଦି ଆମେ କିଛି ଓଦା ଜାଗା ରଖିଦେବା, ମାଟି ଭିତରେ ପୋତିବା, ତେବେ ଏଇଥିରୁ ଏଇ ପତ୍ର ଧାର ମାନଙ୍କରୁ କଣ ହେଇଥାଏ ନା ନୂତନ ଗଛ ସୃଷ୍ଟି ହୋଇଥାଏ। ସେଭଳି କଦଳୀ, ପିଆଜ, ଅଦା, ହଳଦୀ ଆଦି ଭୂ ନିମ୍ନସ୍ଥ କାଣ୍ଡରୁ ନୂତନ ଗଛ ଜାତ ହୋଇଥାଏ। ଏ ସବୁ ହେଉଛି ଆମର ଅଙ୍ଗୀୟ ଜନନର ଉଦାହରଣ। ତ ଏହି ପଦ୍ଧତିରେ ଅନ୍ୟ ଏକ ବିଶେଷତ୍ୱ ହେଉଛି ଯେ ମୂଳ ଗଛରୁ ଜାତ ହେଉଥିବା ସମସ୍ତ ଗଛ କଣ ହେଉଛି ନା ମୂଳ ଗଛ ସହିତ ଜିନିଆ ସମତା ରକ୍ଷା କରିଥାନ୍ତି। ତେଣୁ ଅଙ୍ଗୀୟ ଜନନ କେତେ ପ୍ରକାର ହୋଇଛି ତାହା ବିଷୟରେ ଆମେ ଜାଣିବା। ପ୍ରଥମ ହେଉଛି ଏହା ବିଖଣ୍ଡନ। ଅଙ୍ଗୀୟ ଜନନର ପ୍ରଥମ ଭାଗ ହେଉଛି ବିଖଣ୍ଡନ। ବିଖଣ୍ଡନ କହିବାକୁ ଗଲେ ଏହି ହେଉଛି ସ୍ପାଇରୋଗାଇରା ଭଳି ଶୈବାଳ ଅନ୍ୟ କେତେକ ଅପୁଷ୍ପକ ଉଦ୍ଭିଦରେ ଥାଲସ ବିଖଣ୍ଡିତ ହୋଇ ପ୍ରତ୍ୟେକ ଅଂଶ ଗୋଟିଏ ଗୋଟିଏ ସମ୍ପୂର୍ଣ୍ଣ ଉଦ୍ଭିଦରେ ପରିଣତ ହେବାର ଦେଖାଯାଏ। ଏହି ପ୍ରକ୍ରିୟାକୁ ଆମେ କହିବା ବିଖଣ୍ଡନ ବା ଫ୍ରାଗମେଣ୍ଟେସନ। ବିଖଣ୍ଡନ ବା ଫ୍ରାଗମେଣ୍ଟେସନ କହିବା, ଯେତେବେଳେ ପ୍ରତ୍ୟେକ ଗୋଟିଏ ଗୋଟିଏ ସମ୍ପୂର୍ଣ୍ଣ ଉଦ୍ଭିଦରେ ପରିଣତ ହେଇଯିବେ। ଏହାପରେ ଛେଦନ ଯିବା। ଆମେ ଛେଦନରେ ବାକ୍ସ ଗଛ ତ ଜାଣିଛେ, ଛେଦନରେ ଆମେ ଜାଣିଛେ ବାକ୍ସ ଗଛ ଆଉ ମନି ପ୍ଲାଣ୍ଟ ଗଛ। ଏଇ ଆଦି ଗଛର କାଣ୍ଡକୁ ଛୋଟ ଛୋଟ କରି ଯଦି ଆମେ କାଟିବା, ମାଟିରେ ପୋତିବା, ସେଥିରୁ ନୂତନ ଗଛ ସୃଷ୍ଟି ହେବ। ଏହି ପ୍ରଣାଳୀକୁ ଆମର ଛେଦନ ବୋଲି କୁହାଯାଏ ବା କଟିଂ ବୋଲି କୁହାଯାଏ। ଏହାପରେ କଲମୀକରଣ ବିଷୟରେ ଜାଣିବା। ଆଚ୍ଛା, କଲମୀକରଣ କଣ ନା କଲମୀକରଣ ପଦ୍ଧତିରେ ଗୋଟିଏ ତରୁଣ ଗଛରୁ ଅଗ୍ରଭାଗକୁ କାଟି ଦିଆଯାଏ। ଏହି କଟା ସ୍ଥାନରେ ଅନ୍ୟ ଗୋଟେ ଗଛର ଡାଳ ବା କଲମ ବା ତାକୁ ସ୍କିଅନ ବୋଲି କୁହାଯାଏ। ସେ କଲମକୁ ଆଣି ମାଟି ଦେଇ ତାକୁ ବାନ୍ଧି ଦିଆଯାଏ। ଏହି ବନ୍ଧା ସ୍ଥାନକୁ ଅଳ୍ପ ଅଳ୍ପ ପାଣି ଦେଇ ଓଦା ରଖାଯାଏ। କିଛି ଦିନ ପରେ ତାହା ଯୋଡି ହେଇ ସେଠାରେ ନୂତନ ଗଛ ସୃଷ୍ଟି ହେଇଥାଏ। ନୂଆ କରି ଜାତ ହୋଇଥିବା କଲମୀ ଗଛର ପୋଷ୍ୟ ଅଂଶ କଲମର ସମସ୍ତ ଗୁଣ ଅପରିବର୍ତ୍ତିତ ରହେ। ତେଣୁ ମଞ୍ଜିରୁ ଜାତ ଗଛର ପ୍ରତ୍ୟେକ ପିଢିରେ ଗୁଣର ପରିବର୍ତ୍ତନ ହେଉଥିବା ବେଳେ କଲମୀକରଣ ଉପାୟରେ ସୃଷ୍ଟି ହେଉଥିବା ଗଛର ଗୁଣ ଅପରିବର୍ତ୍ତିତ ରହିଥାଏ। ତ ଆମେ ପିଲେ ଦେଖିଛେ, ଯଦି ଆମେ ଗୋଲାପ ଗଛକୁ ଯିବା, ଗୋଲାପ ଗଛ ଗୋଟିଏ ଗୋଟିଏ ଗୋଲାପ ଗଛରେ ଆମର ହଳଦିଆ, ନାଲି, ଧଳା, କଳା, ସବୁଜ ଏଭଳି ବିଭିନ୍ନ ଗୋଲାପ ଅଛି। ଆଉ ସେଇ ଗୋଲାପ ଗୁଡିକ ଆମେ ଲଗେଇ ପାରିବା। ତ ପ୍ରତ୍ୟେକ ଖଣ୍ଡେ ଖଣ୍ଡେ ଆଣିବା, ଗୋଟିଏ ଗୋଲାପ ଗଛ ମନେକର ନାଲି ଗୋଲାପ ଗଛରେ ଗୋଟିଏ ଡାଳରେ ଧଳା ଫୁଲ ଫୁଟିଲା ବେଳେ ଆଉ ଗୋଟେ ଡାଳରେ ହଳଦିଆ ଫୁଲ, ଆଉ ଗୋଟେ ଡାଳରେ ପିଙ୍କ ଫୁଲ ବା ଗୋଲାପୀ ଫୁଲ ଆମର ଫୁଟି ପାରିବ। ସେଭଳି ଆମ୍ବ, ଲେମ୍ବୁ ଆଦି ଅନେକ ଗଛରେ ଏହି ପଦ୍ଧତି ଦ୍ୱାରା ସୃଷ୍ଟି କରାଯାଇ ପାରୁଛି। ତେଣୁ ଏ କଲମୀକରଣ କେତେ ପ୍ରକାର ଆମେ ଜାଣିବା। ପ୍ରଥମ କଲମୀକରଣଟା ହେଉଛି କଣ ନା ଇଏ ହେଉଛି ଡାଳି କଲମୀ। ଆମେ ପ୍ରଥମେ ଜାଣିବା ଡାଳି କଲମୀ କଣ। ଅଳ୍ପ ସମୟ ମଧ୍ୟରେ ନୂଆ ଗଛ ସୃଷ୍ଟି କରିବା ପାଇଁ ଚାଷୀମାନେ ମୁଖ୍ୟତଃ ଡାଳି କଲମୀ ଉପାୟ ଅବଲମ୍ବନ କରିଥାନ୍ତି। এই ଡାଳି କଲମୀରେ କଣ ହୁଏ ନା ଗଛର କୌଣସି ଏକ ଡାଳର କିଛି ଅଂଶରୁ ତ୍ୱଚା ବାହାର କରି ଏ ଡାଳକୁ ମାଟି ପର୍ଯ୍ୟନ୍ତ ବଙ୍କାଇ ଓଦା ମାଟିରେ ପୋତି ଦିଆଯାଏ। ପରେ କଣ ହୁଏ
ନା କିଛି ଦିନ ପରେ ଏହାକୁ ଅଳ୍ପ ସ୍ଥାନ ଓଦା ରଖିବାକୁ ପଡିଥାଏ। ପୋତା ହୋଇଥିବା ଅଂଶରୁ କ୍ରମେ ସେଇଠୁ ଚେର ବାହାରିଥାଏ। ତ ଚେର ବାହାରିବା ପରେ ଏଇ ଡାଳଟିକୁ ସମ୍ପୂର୍ଣ୍ଣ କାଟି ଦିଆଯାଇଥାଏ। କାଟିଦେଲା ପରେ କଣ ହୁଏ ନା ନୂତନ ଗଛରେ ସିଏ ପରିଣତ ହେଇଥାଏ। ଏଇଠୁ ଦେଖିବ ପିଲାମାନେ, ଏଇଠୁ ଯୋଉ ଏଇ ପୋର୍ସନ ଅଛି, ଏଇଠୁ ଆମର ରଖିଦେଲେ ଏଇ ପୋର୍ସନରେ ସିଏ ନୂତନ ଚେର ବାହାରିଲା, ଆମେ ଏଇଠୁ କାଟିଦେବା, ଆଉ ଏଇଠୁ କାଟିଦେଲା ପରେ ଏଇଠୁ ମଧ୍ୟ ଆମେ ଆଉ ଥରେ ଏଇଭଳି ଲଗେଇ ପାରିବା। ଠିକ ଅଛି, ଆକୁ ଆମେ ଡାଳି କଲମୀ କହୁଛେ। ତ ବର୍ତ୍ତମାନ ଜାଣିବା ପିଲେ ଏ ଗୁଟି କଲମୀ କଣ? ପିଜୁଳି, ଗୋଲାପ, ଜାମୁ, କାଗଜ ଲେମ୍ବୁ, ମିଠା, କମଳା, ବାକ୍ସ ଗଛ ଆଦିରେ ଏ କଲମୀ ସାଧାରଣତଃ ଏହି ଉପାୟରେ କରାଯାଇଥାଏ। ତ ଏଥିପାଇଁ ଗଛର ସୁସ୍ଥ ପାକଳିଆ ଡାଳକୁ ବାଛି ତାର ମୂଳ ତ୍ୱଚାର ବାହାରେ ଲଗାଯାଇଥାଏ। ଏଠି ଦେଖ, ଏ ହଉଛି କଲମ, ଇଏ ହଉଛି ମୂଳ ଗଛ। ମୂଳ ଗଛ ଯାହାକୁ କଲମୀକରଣ କରାଯିବ ତାକୁ ଆଣିକି ଠିକ 45 ଡିଗ୍ରୀ ଆଙ୍ଗେଲ, 45 ଡିଗ୍ରୀ ଆଙ୍ଗେଲରେ ତାକୁ କଟାଯାଏ, ତାକୁ ଏଇଥିରେ ଲଗାଯାଏ, ତାକୁ ଏଇଥିରେ ପଲିଥିନ ଆଉ ସାର ଦେଇ ବନ୍ଧା ଦେଇଥାଏ। ତାପରେ କିଛି ଗୋଟେ ମାଠିଆ ରଖାଯାଇଥାଏ। ମାଠିଆରୁ ପ୍ରତ୍ୟେକ ବେଳେ ପାଣି ଟପ ଟପ କଟ କରି ତାକୁ ସବୁବେଳେ ଓଦା ରଖିବା ପାଇଁ ଚେଷ୍ଟା କରାଯାଏ, ଆଉ ଏଇଥିରେ କଲମୀ ମାଟି ଦିଆଯାଇଥାଏ। ଫଳରେ ଏହାଥିରୁ ନୂତନ ଉଦ୍ଭିଦ ସୃଷ୍ଟି ହୋଇଥାଏ। ଏହାପରେ ଜାଣିବା ବିଶେଷ ଧରଣର ଜନନ, ଯାହାକୁ ଆମେ ଅସମାହିତ ଜନନ ବୋଲି କହିଥାଉ। ଅସମାହିତ ଜନନ କଣ ନା ସମାୟନ ବା ନିଷେକ ନ ହୋଇ ଡିମ୍ବାଣୁର ବୃଦ୍ଧି ଘଟି ଭ୍ରୂଣ ସୃଷ୍ଟି ହେଲେ ତାକୁ ଆମେ ଅସମାହିତ ଜନନ ବୋଲି କହିବା, ବା ଆମେ ତାକୁ ଆଉ କଣ କହିପାରିବା, ଅସମାହିତ ଜନନ ବା ପାର୍ଥେନୋଜେନେସିସ୍ ବୋଲି କହିବା। କଣ କହିବା? ପାର୍ଥେନୋଜେନେସିସ୍ ବା ଅନିଷେକ ଜନନ ବୋଲି କହିପାରିବା। ତ କେତେକ ଅପୁଷ୍ପକ ଉଦ୍ଭିଦରେ ଏହା ପରିଲକ୍ଷିତ ହୁଏ। କେତେକ ଉଦ୍ଭିଦରେ ସମାୟନ ନ ହୋଇ ଫଳ ସୃଷ୍ଟି ହୋଇଥାଏ। ଏହାକୁ ଅଯୁଗ୍ମିତ ଫଳନ ବା ପାର୍ଥେନୋକାର୍ପି ବୋଲି କୁହାଯାଏ। ତ ଆମେ ଦେଖିବା ପିଜୁଳି ଯୋଉଟା କି ବଜାରରେ ମିଳୁଛି, ତାର କେତେକର ମଞ୍ଜି ଅଛି, କେତେକର ମଞ୍ଜି ନାହିଁ। ଯୋଉ ମଞ୍ଜି ନାହିଁ ଯୋଉ ଗୁଡ଼ିକ, ସେଗୁଡ଼ିକ ଅନିଷେକ ଜନନ ବା ପାର୍ଥେନୋକାର୍ପିକ ଫ୍ରୁଟ ବୋଲି ଆମେ କହିପାରିବା। ଠିକ ଅଛି, ତ এই ପାର୍ଥେନୋକାର୍ପିକ ଫ୍ରୁଟ ବା ମଞ୍ଜି ବିହୀନ ଫଳ ବୋଲି ତାକୁ ଆମେ କହିବା। ଏହାପରେ ଆମେ ଜାଣିବା ଏ ଟିସୁ ପୋଷଣ ପିଲେ କଣ? ଟିସୁ ପୋଷଣ ବା ତାକୁ ଆମେ ଟିସୁ କଲଚର ବୋଲି କହିଥାଉ। ତ ବିଭିନ୍ନ ପ୍ରକାର ଟିସୁ ସମ୍ପର୍କରେ ନବମ ଶ୍ରେଣୀ ତମେ ତୃତୀୟ ଅଧ୍ୟାୟରେ ପଢିଛ। ଏହାର ଉତ୍ପତ୍ତି ଓ କାର୍ଯ୍ୟ ବିଷୟରେ ମଧ୍ୟ ପଢିଛେ। ତ ଆମେ ଜାଣିଛେ ଏହା ହଉଛି ଅସମଜାତୀୟ କୋଷପୁଞ୍ଜକୁ ନେଇ ଟିସୁ ସଂଗଠିତ କିମ୍ବା ସମଜାତୀୟ କୋଷପୁଞ୍ଜକୁ ନେଇ ଗଠିତ ହୋଇଥାଏ। ତ ଇଏ ସମଜାତୀୟ ହେଇପାରେ କିମ୍ବା ଅସମଜାତୀୟ ହେଇପାରେ। ଠିକ ଅଛି, ତ ଥରେ ନିର୍ଦ୍ଦିଷ୍ଟ କାର୍ଯ୍ୟ ପାଇଁ ଟିସୁ ଗଠିତ ହୋଇଗଲେ ତାହା ବିଭାଜନଶୀଳତା ହରାଇଥାଏ। ଏହି କ୍ରମରେ ଆମେ ପାରେନକାଇମା, କଲେନକାଇମା ଭଳି ଜୀବନ୍ତ କୋଷରୁ ଗଠିତ ପେଶୀ ଓ ସ୍କ୍ଲେରେନକାଇମା, ଟ୍ରାକିଡ ପରି ମୃତ ବିଷୟରେ ମଧ୍ୟ ଆମେ ପଢିଛେ, ଆମେ ଜାଣିଛେ ସେ ବିଷୟରେ। ତ ଉଦ୍ଭିଦର ଜୀବନ୍ତ କୋଷ କିମ୍ବା ସେହି କୋଷ ଗୁଡ଼ିକୁ ଜାତ ହୋଇଥିବା ଉଦ୍ଭିଦ ପୂର୍ଣ୍ଣ ବିଭବୀ ଓ ସର୍ବକ୍ଷମ, ବା ତାକୁ ଆମେ ଟୋଟିପୋଟେଣ୍ଟ ବୋଲି କୁହାଯାଏ, ବା ଟୋଟିପୋଟେନ୍ସି ବା ଟୋଟିପୋଟେଣ୍ଟ ବୋଲି କୁହାଯାଏ, ଯେଉଁମାନେ ପୂର୍ଣ୍ଣ ବିଭବୀ ବା ସର୍ବକ୍ଷମ। ସେହି ଏକକ ଗୁଡ଼ିକ ଗୋଟିଏ ଉଦ୍ଭିଦ ସୃଷ୍ଟି କରିବା କ୍ଷମତା ଥାଏ। ଉଦ୍ଭିଦ ଟିସୁର ପୂର୍ଣ୍ଣ ବିଭାଜୀ ଗୁଣକୁ ଆଧାର କରିପାରେ ପାରେନକାଇମା ଭଳି ବିଭେଦିତ ପେଶୀକୁ ଉପଯୁକ୍ତ ପରିମାଣରେ ପୋଷକ ଅନୁକୂଳ ପରିବେଶରେ ଯୋଗାଇ ଦେଲେ ତାକୁ ସିଏ କଣ ହେଇଥାଏ ନା ପୁନର୍ବିଭାଜନ କ୍ଷମ ହେଇଥାଏ। ଆଉ ଥରେ ସେ କୋଷ ଗୁଡ଼ିକ ଭାଙ୍ଗି ଯାଇଥାଏ, ଭାଙ୍ଗି ନୂତନ କୋଷ ସୃଷ୍ଟି ହେଇଥାଏ, ନୂତନ ସକ୍ରିୟ କୋଷ ସୃଷ୍ଟି କରିଥାନ୍ତି। ଏଣୁ ଜୀବନ୍ତ ଜୀବକୋଷ କିମ୍ବା ଜୀବନ୍ତ ଟିସୁକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଜୀବାଣୁ ମୁକ୍ତ ବା ଆସେପ୍ଟିକ ପୋଷକ ମାଧ୍ୟମରେ ବୃଦ୍ଧି କରାଇ ଏକ ପ୍ରତିରୂପୀ ବା କ୍ଲୋନ ଉଦ୍ଭିଦ ସେଇଥିରେ ସୃଷ୍ଟି କରାଯାଇଥାଏ। ଯଦି ପ୍ରତିରୂପୀ କ୍ଲୋନ ଉଦ୍ଭିଦ ସୃଷ୍ଟି ପର୍ଯ୍ୟନ୍ତ ସମସ୍ତ କୋଷୀୟ ଗଠନକୁ ଟିସୁ ପୋଷଣ କୁହାଯାଏ। ତାକୁ ଯଦି ସମସ୍ତ କୋଷୀୟ ଗଠନକୁ କୁହାଯିବ କଣ ନା ଟିସୁ ପୋଷଣ। ଏହାପରେ ପିଲେ ଆମେ ଜାଣିବା ଏହି ପ୍ରକ୍ରିୟାରେ ଗୋଟିଏ ଉଦ୍ଭିଦ ଉପଯୁକ୍ତ ସୁସ୍ଥ ତରୁଣ ଚୟ କରାଯାଏ, ଆଉ ସେ ଉଦ୍ଭିଦକୁ ପୃଥକ କରାଯାଏ। ଯାହାକୁ ପୃଥକ କରାଯାଏ ସେ ଉଦ୍ଭିଦରୁ ତାକୁ ଆମେ ବିସ୍ଥାପିତ ବା ଏକ୍ସପ୍ଲାଣ୍ଟ ବୋଲି କହିଥାଉ। ତାର କାଣ୍ଡ, ମୂଳ, କନ୍ଦ ଓ ଧାବକ କନ୍ଦର ପାରେନକାଇମା ଟିସୁ ଏହି କାର୍ଯ୍ୟ ପାଇଁ ଖୁବ୍ ଅନୁକୂଳ ହୋଇଥାନ୍ତି। ସେହି ଏକ୍ସପ୍ଲାଣ୍ଟକୁ ନେଇ ଉପଯୁକ୍ତ ପୋଷକରେ ସ୍ଥାପନ କଲେ କିଛି ଦିନ ପଥରେ ସେଥିରୁ କ୍ୟାଲସ ବାହାରେ, ଆଉ ଟିସୁ ପୋଷଣ ଦ୍ୱାରା ଅନିୟମିତ ଭାବରେ ସଜ୍ଜିତ ପାରେନକାଇମା ପେଶୀ ଗୁଡ଼ିକର ଏକ ଆକାର ବିହୀନ ପିଣ୍ଡକୁ ଆମେ ତାକୁ କ୍ୟାଲସ ବୋଲି କହିଥାଉ। କଣ କହିଥାଉ? କ୍ୟାଲସ, CALLUS, କ୍ୟାଲସ କହିଥାଉ। ତାକୁ ଆମେ ଆକାର ବିହୀନ ପିଣ୍ଡ ବା କ୍ୟାଲସ କହିଥାଉ।
କ୍ୟାଲସର ପରବର୍ତ୍ତୀ ବୃଦ୍ଧି ଓ ବିଭେଦନ ପାଇଁ ସେଗୁଡ଼ିକ ନିର୍ଦ୍ଦିଷ୍ଟ ହର୍ମୋନ ଥିବା କୋଷକୁ ସ୍ଥାନାନ୍ତରିତ କରାଯାଏ। କ୍ୟାଲସର ପୁନର୍କର୍ଷଣ ଦ୍ୱାରା ସେଥିରୁ ଆଉଥରେ ଚାରା ଉଦ୍ଭିଦ ବାହାରେ। ଆମେ ଯୋଉ କହୁଛେ ପ୍ଲାଣ୍ଟଲେଟ, ଛୋଟ ଛୋଟ ଚାରା କହୁଛେ, ସେଇଟା ହଉଛି ଚାରା ଉଦ୍ଭିଦ। କୋଉଠୁ ନା କ୍ୟାଲସରୁ ବାହାରିଥାଏ। ତ ଚାରା ଉଦ୍ଭିଦ ଗୁଡିକ ନିୟନ୍ତ୍ରିତ ଅବସ୍ଥାରେ ବୃଦ୍ଧି କରାଗଲେ ତାହା ସମ୍ପୂର୍ଣ୍ଣ ଉଦ୍ଭିଦରେ ସେମାନେ ପରିବର୍ତ୍ତିତ ହୋଇଥାଏ। ତେଣୁ ଏହାକୁ ମାଇକ୍ରୋ ପ୍ରୋପାଗେସନ ବା ସୂକ୍ଷ୍ମ ବଂଶ ବିସ୍ତାର ମଧ୍ୟ କୁହାଯାଏ। ତ ବର୍ତ୍ତମାନ এই ବିଷୟରେ ଜାଣିଲେ ପିଲେ। ତାପରେ କୃଷି, ଉଦ୍ୟାନ କୃଷି, ବନୀକରଣ କାର୍ଯ୍ୟରେ ବହୁ ମାତ୍ରାରେ ଆଦୃତ ହୋଇପାରୁଛି। ତା ଛଡା ଏହି ପ୍ରକ୍ରିୟାରେ ରୋଗମୁକ୍ତ ଉଦ୍ଭିଦ ମଧ୍ୟ ସିଏ ସୃଷ୍ଟି କରିପାରୁଛି। ସପୁଷ୍ପକ ଉଦ୍ଭିଦରେ ଲିଙ୍ଗୀୟ ଜନନ। ଆମେ ଯଦି ସପୁଷ୍ପକ ଉଦ୍ଭିଦ କଥା ଯିବା, ସପୁଷ୍ପକ ଅର୍ଥ ଯେଉଁ ଉଦ୍ଭିଦରେ ପୁଷ୍ପ ଅଛି ବା ଫୁଲ ଫୁଟୁଥିବା ଉଦ୍ଭିଦ। ଆବୃତବୀଜି ଉଦ୍ଭିଦରେ ଜନନାଂଶ ଗୁଡିକର ଫୁଲ ମଧ୍ୟରେ ଥାଏ। ଫୁଲର ବିଭିନ୍ନ ଅଂଶ ହେଲା ବୃତ୍ତିମଣ୍ଡଳ, ଦଳମଣ୍ଡଳ, ପୁଂକେସର ଚକ୍ର, ଫଳିକା ଚକ୍ର। ପୁଂକେସର ଆଉ କଣ ନା ଫଳିକା ଚକ୍ରର ଫଳିକା ହଉଛି ଫୁଲର ଜନନାଂଶ। ଠିକ ଅଛି। ତ ଏହା ହଉଛି ଜାୟକ। ଏଥିରେ ମୁଖ୍ୟତଃ ଜନନ ବା ଜାୟକ କୋଷ ମାନେ ଏଇଥିରେ ଥାନ୍ତି। କିନ୍ତୁ ଜନନ ବା ଜାୟକ କୋଷରେ ଆମେ ଜାଣିଛେ ଲିଙ୍ଗୀୟ ଜନନ ହୋଇଥାଏ। ତେଣୁ ସେମାନେ ଏଇ କୋଷରେ ହିଁ ଦେଖିବାକୁ ମିଳନ୍ତି। କେବଳ କେଶର ବା କେବଳ ଫଳିକା ଥିବା ଫୁଲକୁ ଏକଲିଙ୍ଗୀ ଫୁଲ କୁହାଯାଏ। ଯଦି କେବଳ ଫଳିକା କିମ୍ବା କେବଳ କେଶର ଥାଏ ତାକୁ ଆମେ ଏକଲିଙ୍ଗୀ ଫୁଲ ବୋଲି କହିବା। ଯେମିତିକି କଖାରୁର ଫୁଲ ଏକଲିଙ୍ଗୀ ଫୁଲ, ଅମୃତଭଣ୍ଡା ଇତ୍ୟାଦି। ତ ଅନ୍ୟ ପକ୍ଷରେ ଯଦି ଦେଖିବା ଉଭୟ କେଶର ଆଉ ଫଳିକା ଥିବା ଫୁଲକୁ ଆମେ ଦୁଇଲିଙ୍ଗୀ ଫୁଲ କହିବା। ଯେମିତିକି ଦୁଇଲିଙ୍ଗୀ କାହାର ନା ମନ୍ଦାର, ସୋରିଷ ଇତ୍ୟାଦିର। ଏହାପରେ ଆମେ ଜାଣିବା ପରାଗ ସଙ୍ଗମ ଆଉ ପରାଗଣ କଣ। ପରାଗ ସଙ୍ଗମ, ପ୍ରଥମେ ଯିବା ସମାୟନ। ସମାୟନ କଣ ପିଲେ ନା ଯେତେବେଳେ ପୁଯୁଗ୍ମକ ଆଉ ସ୍ତ୍ରୀ ଯୁଗ୍ମକ ମିଳନ ଘଟେ ସେତେବେଳେ ତାକୁ ଆମେ ସମାୟନ ବୋଲି କହିଥାଉ। ମନେକର ପୁଯୁଗ୍ମକ ଆଉ ସ୍ତ୍ରୀ ଯୁଗ୍ମକ ମିଳନ ଘଟିଲା। କିଭଳି? ଇଏ ହଉଛି ଆମର ପୁଯୁଗ୍ମକ, ଇଏ ହଉଛି ଆମର ସ୍ତ୍ରୀ ଯୁଗ୍ମକ। ଯେତେବେଳେ ମିଳନ ଘଟିଲା ସିଏ ହଉଛି ଯୋଉ ଯୁଗ୍ମଜ ସୃଷ୍ଟି କଲା। କଣ ସୃଷ୍ଟି କଲା? ଯୁଗ୍ମଜ ସୃଷ୍ଟି କଲା। ତ ପୁଯୁଗ୍ମକ, ସ୍ତ୍ରୀ ଯୁଗ୍ମକ, ଇଏ ହେଲା ଯୁଗ୍ମଜ। ଯୋଉ ଯୁଗ୍ମଜ ସୃଷ୍ଟି କଲା ସେଇ ଯୋଉ ପ୍ରକ୍ରିୟାଟାକୁ କୁହାଯାଉଛି ସମାୟନ। ସେଇ ସମାୟନରେ କଣ ହଉଛି ନା ଏଇ ପ୍ରକ୍ରିୟାରେ ମଧ୍ୟ ଫୁଲ ଯେତେବେଳେ ସମାୟନ ପୂର୍ବରୁ ଫୁଲରେ ଥିବା ପରାଗରେଣୁ ବିଭିନ୍ନ ମାଧ୍ୟମରେ ଆସି ଫୁଲର ଗର୍ଭଶୀର୍ଷରେ ପଡିଥାଏ। ଗର୍ଭଶୀର୍ଷ କହିଲେ ଏଇଠି ଆମର ଗର୍ଭଶୀର୍ଷ, ଏଇଠି ପିଲାମାନେ ଦେଖିପାରୁଥିବ, ଏଇଟା ହଉଛି ଆମର ଗର୍ଭଶୀର୍ଷ। ଏଇଟା ହଉଛି ଗର୍ଭଶୀର୍ଷ, ଦେଖିପାରୁଥିବ। ଓକେ। ତ ଏଇ ଗର୍ଭଶୀର୍ଷରେ କଣ ହୁଏ? ଏଇ ଗର୍ଭଶୀର୍ଷରେ ଏହାକୁ ଆମେ ଫୁଲରେ ଯେତେବେଳେ ଗର୍ଭାଶୟରେ ପଡିଯାଉଛି ତାକୁ ଆମେ ପରାଗ ସଙ୍ଗମ ବା ପରାଗଣ ବୋଲି କହିଥାଉ ବା ପଲିନେସନ ବୋଲି ତାକୁ ଆମେ କହିଥାଉ। କେତେକ ଉଦ୍ଭିଦରେ ଗୋଟିଏ ଫୁଲର ପରାଗଣ ସେଇ ଫୁଲର ଗର୍ଭଶୀର୍ଷରେ ପଡି ତାର ଡିମ୍ବାଣୁକୁ ସମାୟନ କରିଥାଏ। ତାକୁ ଆମେ ସ୍ୱପରାଗଣ କହିବା ବା ତାକୁ ଆମେ ସେଲ୍ଫ ପଲିନେସନ ବୋଲି କହିଥାଉ। କଣ କହିଥାଉ? ସେଲ୍ଫ ପଲିନେସନ। ତ ଉଦ୍ଭିଦରେ ଅଧିକାଂଶ ଉଦ୍ଭିଦରେ ଯେତେବେଳେ ଦେଖିବା ଗୋଟିଏ ଜାତିର ଫୁଲ ପରାଗ ରେଣୁ ପତଙ୍ଗ, ପକ୍ଷୀ, ଜଳ, ବାୟୁ ଆଦି ମାଧ୍ୟମରେ ଆସି ସେହି ଜାତିର ଅନ୍ୟ ଏକ ଫୁଲ ଗର୍ଭାଶୟରେ ପଡେ ଓ ପରେ ଗର୍ଭାଧାନ ହୁଏ, ଏହାକୁ ପରପରାଗଣ କୁହାଯାଏ। କଣ କୁହାଯାଏ? ପରପରାଗଣ ବା ଆମେ ତାକୁ କ୍ରସ୍ ପଲିନେସନ କହିଥାଉ। ଆମେ ତାକୁ କ୍ରସ୍ ପଲିନେସନ ବୋଲି କହିଥାଉ। ତ ଗର୍ଭଶୀର୍ଷରେ ଶର୍କରା, ଜୈବିକ ଅମ୍ଳ ଓ ଅନ୍ୟାନ୍ୟ ପଦାର୍ଥର ମିଶ୍ରଣ ଏକ ଅଠାଳିଆ ପଦାର୍ଥ ଜାତ ହୋଇଥାଏ। ପରାଗରେଣୁ ଏହି ପଦାର୍ଥର ସଂସ୍ପର୍ଶରେ ଆସି ସେଠାରେ ଲାଗି ରହେ ଆଉ ପରେ ଅଙ୍କୁରିତ ହୁଏ। ତେଣୁ ଏହାପରେ କଣ ହୁଏ ଜାଣିବା ପୂର୍ବରୁ ଫଳିକା ଓ ଗର୍ଭାଶୟର ଗଠନ ସମ୍ବନ୍ଧରେ କିଛି ଜାଣିବା ଦରକାର। ତ ବର୍ତ୍ତମାନ ଆମେ ଜାଣିବା ଫଳିକା ଓ ଗର୍ଭାଶୟ ବିଷୟରେ। ବର୍ତ୍ତମାନ ଆମେ ଫଳିକା ଓ ଗର୍ଭାଶୟ ବିଷୟରେ ଜାଣିବା। ତ ଫଳିକାର ତିନୋଟି ଅଂଶ ଥାଏ। ଫଳିକାର କେତୋଟି ଅଂଶ? ନା ତିନୋଟି ଅଂଶ ଥାଏ। ଏଇଠି ହେଉଛି ଗୋଟିଏ ସ୍ଫୀତ ନିମ୍ନ ଭାଗକୁ ଆମେ ଗର୍ଭାଶୟ ବୋଲି କହିବା, ମଧ୍ୟ ଭାଗଟି ଆମେ ଗର୍ଭ ଦଣ୍ଡ ବୋଲି କହିବା, ଆଉ ଉପରି ଭାଗଟି ଆମେ ଗର୍ଭ ଶୀର୍ଷ ବା ଷ୍ଟିଗ୍ମା ବୋଲି କହିବା। ତ ଏଇ ତିନୋଟି ଅଂଶ କିଏ କିଏ? ନା ଗର୍ଭାଶୟ, ଗର୍ଭଦଣ୍ଡ ଆଉ ଗର୍ଭ ଶୀର୍ଷ, ଏଇ ତିନୋଟି। ତ ଡିମ୍ବକଟି ଗୋଟିଏ ବୃନ୍ତ ଦ୍ୱାରା ଗର୍ଭାଶୟ ସହିତ ସଂଯୁକ୍ତ ହୋଇଥାଏ। ଡିମ୍ବକ ମଧ୍ୟରେ ଥିବା ଡିମ୍ବକାୟା କୁ ଆମେ ନ୍ୟୁସେଲସ୍
बा डिंबकाया बोली कहिथाउ ताको आवृत करी गोटे बा दुईटी आच्छद बा इंटेगमेंट रही थाए आच्छद अग्रभाग मिलन स्थान में गोटे छिद्र रही ताको आमे बीजरंध्र बा माइक्रोपाइल कहिथाउ एठी देखियो पिले एई जो ऊपर भाग रे तुमे देखुछ एठी कोन थाए एठी गोटे ऊपर भाग रे जदि एती गोटे देखिबो एठी हमर गोटे माइक्रोफाइल थाए जोडा के हमें बीजरंध्र बोली कहिथाउ डिंबाकार गोटे भ्रूणाशय थाए जोडा के एम्ब्रियो सैक कहिथाउ ए जो भ्रूणाशय देखि पारछो ए भ्रूणाशय चित्र टोटलटा देखिबो एठी जो भ्रूणाशयर चित्र एठी हमर प्रतिमुख कोशिका मेरुनेस्टी सहायक कोष डिंबकोश इत्यादि थाए ओते समुदाय को हमें गोटे भ्रूणाशय बोली हमें कहिथाउ तो यही भ्रूणाशय बा एम्ब्रियो सैक थाए ए भ्रूणाशयर अग्रभाग रे दुईटी डिंबकोश थाए देखि पारछो प्रतिमुख कोशिका डिंबकोश एठी थाए ओके एक तार दुई पटरे कोन थाए यार दुई पटे दुईटी सहायक कोश थाए एवं वृत्त गुड़िक तीनोटी प्रतिमुख कोशिका द्वारा रही थाए केतोटी तीनोटी प्रतिमुख कोशिका या मध्य थाए एवं दुईटी नेस्टी को मेरु नेस्टी बा पोलार न्यूक्लियस बोली कहा जाए समय ठीक पूर्व एई दुईटी नेस्टी मिलित होई द्वितीय नेस्टी बा हमर सेकेंडरी न्यूक्लियस रे परिणत होई थांती या पर हमें जानिबा समायन कोन समायन जाने हेले पिले आमे फर्टिलाइजेशन बा समायन विषय तो आमे अल्प किछि जानिछे आगुरु तो आउ किछि सम्यक भाबरे जानिबा परागरण जेतेबेले गर्भ शीर्ष रे पड़िबा परे ताहार बाहर आवरणटी कोन हुए फाटी जाए भीतर आवरणटी गोटे नळी आकार रे बाहरे ओ पराग अंकुरित हुए एही नळी गर्भदंड मध्य देई भ्रूणाशय को जाए एवं जहा जो मध्य देई जाई थाए ताको आमे पराग नळी बा पोलेन ट्यूब बोली कहिथाउ पराग अंकुरित हेबा समय ए समविभाजन प्रक्रिया विभाजित हेबा फल प्रथमे अंगीय कोष गुड़िक और परे हमर जनन कोष बा जेनेरेटिव सेल गुड़िक कौन हुए सृष्टि होता है तो जनन कोष पुनर्बार ए प्रक्रिया रे विभाजित होई दुईटी पुजुग्मक सृष्टि करिथाए केतोटी ना दुईटी पुजुग्मक सृष्टि करिथाए एवं परागरण रे किछि कोषर सहित दुईटी पुजुग्मक गोटिए नळी जोड़ा कि हमें ट्यूब न्यूक्लियस बोली कहिथाउ ए ट्यूब न्यूक्लियस ए मध्य थाए क्रमे परागनळी बीजरंध्र बाट देई डिंबाशय रे थिबा भ्रूणाशय मध्य को प्रवेश करे एवं सेठारे कोन हुए ना गोटिए पुजुग्मक स्त्री जुग्मक बा डिंबकोश मिलित होई गोटिए कोन गठन करंती ना जुग्मज गठन करंती आ ए जुग्मज रु ही हमर भ्रूणर उत्पत्ति होई थाए तो अन्य पुजुग्मटी गोटे पुजुग्म कथा गला अन्य पुजुग्मटा कोन करथिबो ना द्वितीय कनेष्टि सहित मिलित होई से गोटे भ्रूणपोष सृष्टि कला भ्रूणपोष नेष्टि गठन करिथाए भ्रूणपोष नेष्टि रु भ्रूणपोष जात होइथाए एवं ए वर्धिष्ठ भ्रूण को से पोषण जोगै थाए परागनळी रु दुईटी जाक पुजुग्मक भ्रूणाशय मध्य प्रवेश कला परे नळी नेष्टिटी परागनळी भितरे नष्ट होई जाए फल कोन हुए ना पुजुग्मक स्त्री जुग्मक मिलन को समायन बोली आमे कहि पारू कोन कहबा आमे समायन बा ताको आमे फर्टिलाइजेशन बोली कहिताउ ओके प्रकृति में सपुष्पक आवृतभोजी उद्भिद दुईटी समायन क्रिया देखा मिलता है प्रथमटी है गोटे पुजुग्मक सहित डिंबाणु बा डिंबकोश समायन अन्यटी है द्वितीय कनेष्टि सहित द्वितीय पुजुग्मकर मिलन ये दुईटी होता है प्रथम आउ द्वितीय तो जुग्मजर क्रोमोजोम बा गुणसूत्र संख्या द्विगुणित होता बेले भ्रूण पोषण गुणसूत्र संख्या साधारणतः 3 गुणित होता है एटा 3 गुण ये होची 2 गुण बा 2n होता है ये होची 3 गुण होता है एटा पिले मन रखियो एटा इंपोर्टेंट ओके जुग्मजर 2n थिला बेले भ्रूण पोषण गुणसूत्र संख्या केते साधारण 3 गुण होता है एटा मन रखियो उद्भिदर এই प्रक्रिया को हमें दुई समायन बोली कहिताउ कोन कहिताउ डबल फर्टिलाइजेशन बा हमें दुई समायन कहिताउ एहा परे हमें जिबा मंजी मध्यरे भ्रूण बा भविष्य उद्भिदटी रही था एवं उपयुक्त पारिपार्श्विक अवस्था रे अंकुरित होई चारा रे परिवर्तित हुए परवर्ती समय यह नूतन उद्भिद को जन्म दे था तेणु यही प्रक्रिया को आमे बीज अंकुरोद्गम बा सीड जर्मिनेशन बोली हमें कहिताउ कौन कहिताउ बीज अंकुरोद्गम बा सीड जर्मिनेशन वर्तमान जानिबा प्राणीज जनन प्राणी रे किभली जनन प्रक्रिया संपादित होता है से विषय जानिबा आमे जानिछु वंशवृद्धि केवल अलिंगी जनन बा केवल लिंगीय जनन द्वारा होइथे बेले केतेकंग ठारे उभय प्रक्रिया देखा जाए प्राणी मानकर देखाउथवा अलिंगी जनन रो दुईटी साधारण उपाय होछि कोन जानिछ से होछि विभाजन आगोडे होछि कोरकोद्गम प्रथमे विभाजन विषय जानिबा ए विभाजन केते प्रकार कोन कोन प्रथमे जानिबा प्रथमे विभाजन होछि दुई प्रकार
कौन कौन ना गोटे हूँ दुई विभाजन आउ गोटे हूँ बहु विभाजन। प्रथम आम दुई विभाजन विषय जाना। दुई विभाजन हूँ जन्म प्रक्रिया कौन ना एमिबा पैरामेसियम यूग्लिना परि जीव मान परजीव मान परि जीव मान देखा जाए। आउ एही प्रक्रिया जनन द्वारा मातृ जीव ठारू दुईटी अपत्य सृष्टि होउछन्ती। तार उदाहरण होची एमिबा ही। एमिबारे कौन होची आमे वर्तमान देखिबा। एइठी देखि पारथुबा पिले एमिबारे प्रथमे तार ये होची कुट्टपाद। जेतेबेले तार खाद्य संग्रह करिवो सेतेबेले से एगुडी को एक्सटेंशन होई जाय ताको आमे कुट्टपाद बा क्षीणपाद बा स्यूडोपोडिया बोली कहिताउ। तेणु मातृ एमिबारे नेस्टी थाए। ये प्रथमे कौन हुए प्रथमे नेस्टी विभाजन होता है। नेस्टी प्रथमे दुई खंड होता है दुईटी अपद्य एमिबार सृष्टि होता है। यह को आमे दुई विभाजन कहि थाउ। किंतु बेले बेले कौन हुए एमिबा ता भितरे बहु विभाजित नेस्टी रही थाए। एटी देखिथिबो बहु विभाजित नेस्टी बहुत गुडे नेस्टी अछि। प्रत्येक नेस्टी जदि गोटे गोटे क्षुद्र अमीबारे परिणत होई जिवे तेबे आमे कोष्टिका मध्य नेस्टी विभाजन हो गला। तेणु से जो कुन्नी अमीबा बा ताको आमे अमीबुला बोली कहि थाउ। कोन कहि थाउ अमीबुला। तेणु त्रिस्तरीय कोष्टिका भितर प्रथमे एमिबार सृष्टि होता है। कोष्टिका मध्य नेस्टी विभाजन होता है आउ कुन्नी एमिबा बा अमीबुला सृष्टि होता है। एही विभाजन रे बहुत गुडे संख्या रे अमीबुला बा कुन्नी एमिबा सृष्टि होइथिबारु एमिबार ये बहु विभाजन बोली कहा जाय थाए। एथिरे हमर तापमात्रा 25 डिग्री सेल्सियस और प्रचुर खाद्य परिवेश उपयोगी थाए। एमिबार वृद्धावस्था न थाए। तेणु प्रत्येक यार जदि आमे देखिबा ए प्रक्रिया संपूर्ण हेबाकू प्राय 30 मिनिट समय लागि थाए एवं यह सरल प्रक्रिया वंशवृद्धि करुथबारु एमिबार वृद्धावस्था न थाए एवं एहार प्राकृतिक मृत्यु नथिबारु एमिबाकू आमे अमर बोली कहि थाउ। कोन कहि थाउ अमर इमोर्टाल। पारामेसियम रे जिबा। पारामेसियम कोषर विभाजन अनुप्रस्थ होई थाए बट ताको आमे ट्रांसवर्स बोली कहि थाउ। तेणु याकू अनुप्रस्थ दुई विभाजन बोली कहा जाय पारामेसियम रो। यूग्लिना मध्ये अनुप्रस्थ विभाजन हेले ताको अनुलंब दुई विभाजन कहा जाय। कोठी ना यूग्लिना रे। या परे हमें बहु विभाजन कथा तो अमीबार पढ़िले से भली आउ किछि जिनस जानिबा। आमे जो कुन्नी अमीबा विषय पढ़िथिले एकाथर के 500 रु 600 टी अमीबुला से तयारी करि पारे एवं परे शरीर केतेक एमिबार एपरि बहु विभाजन फल रे एई जो प्रक्रिया को ताको आमे स्पोरुलेशन बोली मध्ये कहि थाउ। काहेकि ना मनीष ठारे मलेरिया रोग सृष्टि करथार प्लाज्मोडियम बहुभाजन द्वारा निजर वंश वृद्धि भी करि पारे। ठीक अछि। या पर हमें कोरोकोद्गम विषय जानिबा। केतेक एककोषी प्राणी स्पंज और हाइड्रा परि बहुकोषी कोरोकोद्गम उपाय अलिंगी जनन द्वारा निजर वंशवृद्धि करिथांती। तो यह होची साधारणतः दुई प्रकार। गोटे होची बाह्य कोरोकोद्गम आ गोटे होची अंत कोरोकोद्गम। प्रथमे बाह्य कोरोकोद्गम विषय जानिबा। तो परिवेश जेतेबेले अनुकूल और खाद्य पदार्थ प्रचुर भाव में मिले सेतेबेले सुस्थ और बहप्राप्त हाइड्रा कोरोकोद्गम उपाय रे वंश विस्तार करिथाए। प्रारंभिक अवस्था रे देखिथिबो जे हाइड्रा कोन करे छोट छोट आबु भली तार कोरोकोष बाहरी थाए। हाइड्रा तो तमे देखिथिबो सेतरे छोट छोट आबु भली कोरोको बाहरी थाए। तमे जदि हाइड्रा रो चित्रटी आमे आंकिबा ये जदि हमर हाइड्रा हला ये होची तार टेंटाकल्स बाहरी थाए भली। ओके एइथर तार गोटे आबु भली गोटे जिनसटे एमती बाहरी थाए। ओके एई आबुटी कोन हुए ना जेतेबेले कोरोको सृष्टि होई थाए ए अंचल को आमे कोरोकोद्गम अंचल कहि थाउ। ए अंचल टी आमे कोरोकोद्गम अंचल बोली कहि थाउ। ए अंचल टी को ओके ए अंचल को आमे कोरोकोद्गम अंचल कहि थाउ। तेणु एथिरे कोन हुए ना आबुटी धीरे धीरे बड़ होई थाए। बड़ हैला परे कोन हुए ना बड़ हैला परे से आबुर अग्रभाग तारा आकार एक पाटी पाटीर चारिपटे कर्षिका सृष्टि हुए छोट छोट हाइड्रा परि देखा जाए। तापर निज कर्षिका साहाय्य खाद्य से संग्रह करे। एई भली हेले एक एई जो प्रक्रिया चली थाउची से नूतन हाइड्रा रे परिणत हुए। एहा पई ताको प्राय 48 रु 96 घंटा समय लागि थाए। ओके तापर जिबा हमें जानिबा अंत कोरोकोद्गम विषय रे। हमें तो बही कोरोकोद्गम हाइड्रा रे केमि होला जानिले हमें जानिबा अंत कोरोकोद्गम किबळी होछ। आमे जिबा स्पंज विषय जानिबा। स्पंज निज शरीर भितर जेमिल तयारी करथाय। ए प्रक्रिया रे प्रारंभ रे एक स्वतंत्र प्रकार केते कोष आर्कियोसाइट्स एकत्रित हुअंती। चारिपटे एक कठिन आवरण सृष्टि होय यह जेमिल रे परिणत हुए। माइक्रोपाइल नामक एक रंध्र द्वारा यह बाहर को खोला थाए।
परिवेश अनुकूल हेले जेमुल भितर थिबा कोष गुड़िक माइक्रोपाइल बाट दे बाहर को आसी से माने नुआ स्पंज कोष सृष्टि करती। एठी पिला माने देखि पारुथबो ये होची हमर स्पंज रो जेमिल कोष। ओके, एडा होची हमर ये होची माइक्रोपाइल बाह्य आवरण, ये होची बाह्य आवरण, ये होची एम्फिडिस्क स्किकुला आ भितर आवरण होची ये। ओके, आउ ये होची आर्कियोसाइट्स गुड़िक। ओके, ये आर्कियोसाइट जेते बड़ बड़ हो जाती ये होची माइक्रोपाइल, माइक्रोपाइल देकी से माने बाहर को आसी जाती। ओके, या पर जानिबा पुनर् उद्भवन बा रिजेनेरेशन कौन? पुनरुद्भवन बा रिजेनेरेशन विषय जानिबा। यह गोटे जनन प्रक्रिया नुह, किछि प्राणी रे यह एक स्वतंत्र व्यवस्था मात्र। प्राणी शरीर कटि जाइथिबा भांगी जाइथिबा प्रत्येक खंडरू यह होची नूतन खंडटे सृष्टि हुए। यह सूचना दिया जाय पारे जे एही प्राणी मानक शरीर रे एक प्रकार सर्वप्रसू बा पूर्ण विभाजी कोष बा टोटी पोटेंशियल थाए। यह प्राणी शरीर गठन पई आवश्यक अन्य समस्त प्रकार कोष बा टिश्यू तैयारी करि पारे। फल रे या को नुआ प्राणीटी एथिरु कटि जाइथिबा अंशरु जात हेइथाय। या परे मानवर लिंगीय जनन विषय जानिबा। मनीष होची गोटे स्तन्यपायी प्राणी। आमे जानिछु कोन ना मनीष गोटे स्तन्यपायी प्राणी। एथिरे आमे मानवर लिंगीय जनन विषय जानिबा। मनीष जेहेतु आमे स्तन्यपायी श्रेणीर प्राणी बोली आमे जानिछु, आमे ताको क्लास मामालिया अंतर्भुक्त करिछु। तो प्रजनन जरिया वंश विस्तार करिया मानव जातिर निरविच्छेद निश्चित करिवारे उभय पुरुष और स्त्री रो भूमिका अत्यंत। कार कार भूमिका रहिछि पिले पुरुष और स्त्री उभयर भूमिका अत्यंत गुरुत्वपूर्ण। संतान सृष्टि से भिन्न भिन्न दायित्व रही है, तेणु से शरीर गठन में किसी भिन्नता देखा जाए। आमे आगुरी कौन पढ़िथिले जे अनेक गाठनिक क्रियात्मक और आवेगिक परिवर्तन देखा जाए। पुओंकर निशधाड़ी उठिबा, झील मानकर स्तन्य ग्रंथिर विकास, कंठस्वर परिवर्तन सहित प्रजनन अंगर विकास घटे एवं उभय संतान सृष्टि करने पई सामर्थ्य हासिल करिथांती। यापर आमे जुग्मक जनन कौन बोली जानिबा। जुग्मक जनन द्वारा शुक्राशय शुक्राणु और डिंबाशय डिंबाणु सृष्टि होता है। शुक्राणु और डिंबाणु सृष्टि प्रक्रिया को आमे शुक्राणु जनन शुक्राणु सृष्टि प्रक्रिया को, डिंबाणु जनन डिंबाणु सृष्टि प्रक्रिया को आमे कहि थाउ। तो यही समय कौन हुए ना गुणसूत्र संख्या एम जो थाए सा दुगुणित युवक एक गुणित होता विषय आम आगुरी जानिछे। तो बर्तमान ये द्विगुणित होता है। द्विगुणित है एमाने कौन होता ना शुक्राणु जन्म विषय में जानिबा। प्रथमे पुरुषर शुक्राशय बहु संख्यक शुक्रोत्पत्ति सृष्टि नलिका और आमर शुक्रजन नलिका जोड़ा कि आम सेमिनिफेरस ट्यूबुल्स बोली कहि थाउ ता द्वारा गठित। आदिजायक कोष द्वारा गठित जर्मिनल एपिथेलियम होची जनन जनन अधिच्छेद बोली कहा जाय ताको। तो यार जो मूल शुक्राणु कोष ताको आमे कहबा काहाकू ना अधिच्छेद रे थिबा कोष गुड़िक समाविभाजन फल रे उत्पन्न जो कोष हुए ताको आमे कहा जाय मूल शुक्राणु कोष बोली। यह ये जो अवस्था ताको से जो प्रवस्था को आमे प्रगुणन प्रवस्था बोली आमे बा फेज ऑफ मल्टीप्लिकेशन बोली आमे कहबा। एहा परे अनेक मूल शुक्राणु कोष गठित होला परे कोष गुड़िक आकार वृद्धि पाई थाए। प्राथमिक शुक्राणु कोष सृष्टि हुए, द्वितीयक शुक्राणु कोष, तापरे एई चित्रडे आमे चित्र माध्यम देखिदबा। ए होची हमर शुक्राणु जननर विभिन्न अवस्था। ये देख पिला माने वर्तमान अछि प्रगुणन अवस्था, वृद्ध अवस्था और परिपक्वन अवस्था। प्रगुणन अवस्था रे जेतेबेले से आदि जायक कोष थाए, आदि जायक कोष समय रे ये होची गोटिए 2n संख्यक समविभाजन फल रे दुईटी अपत्य कोष सृष्टि हुए। दुईटी अपत्य कोष सृष्टि होवा फल रे एकाथरे आउथरे मूल शुक्राणु कोषरु चारोटी दुईटी रु आउथरे चारोटी अपत्य कोष हमर सृष्टि होई थाए। जेतेबेले वृद्धि अवस्था जिबा से वृद्धि होबा गोटिए मात्र मूल शुक्राणु कोष वृद्धि घटी सी कौन ना प्राथमिक शुक्राणु कोष रे परिणत हो जाए। यही प्राथमिक शुक्राणु कोष परिपक्वन अवस्था रे थाए। परिपक्वन अवस्था रे ये आउथरे विभाजित होई गोटिए एन आ गोटिए एन बा प्रथम अर्ध विभाजन रे द्वितीयक शुक्राणु कोष सृष्टि करिथांती। द्वितीय शुक्राणु कोष आउथरे अर्ध विभाजन प्रक्रिया माध्यम रे ये प्राक शुक्राणु कोष, प्राक शुक्राणु कोष, प्राक शुक्राणु कोष, प्राक शुक्राणु कोष एभली चारोटी प्राक शुक्राणु कोष स्पर्मियोजेनेसिस बा स्पर्म जो कि हमर शुक्राणु सृष्टि होची से प्रोसेस रे हमर विभेदन प्रक्रिया रे कोन होई थाए ना शुक्राणु कोष सृष्टि होई थाए। तो हमर से एई भली प्रक्रिया रे शुक्राणु जनन
चारोटी शुक्राणु कोष मिली थाए। शुक्राणुर जदि आम चित्र विषय जावा, शुक्राणु को समुदाय तीन भाग विभक्त कराई। गोटे हूँ हेड, जोटा कि आमर हेड पार्ट मुंड पार्टा एति पोर्शन, आउ हूँ आमर मिडिल पीस एठू एति पोर्शन, आउ हूँ आमर टेल एठारू एति पोर्शन को आम कहि थाउ। तो प्रथमे जिबा हेड पार्ट। हेड पार्ट रे कोन, हेड पार्ट रे ऊपर अवस्था रे जतले गोजिया हेक अछि देखि पारछो, या को हम एक्रोजम कहि थाउ। ये होछि हमर नेस्टी, ये होछि हमर सेंट्रियोल, जे कि हमर कोष विभाजन रे सहाय्य करि थाए। तापर हम नेक कहबा, नेक रो तळको हम गले मिडिल पीस रहिला। एठी बहु परिमाण रे हम माइटोकॉन्ड्रिया देखियो पाइबा, जोडा कि छंदा छंदी विषय रे रहि थाउछन्ती। ए माइटोकॉन्ड्रिया तांको सहाय्य करे कोन, शक्ति जोगाइबारे सहाय्य करे जेतेबेले समय न चली थाए। यहाँ पर हमें टेल पीस को जीवा, जोड़ा शुक्राणु टेल पीस होची एठी। एठी हमर 6 9 + 2 फाइब्रिल अरेंजमेंट आउ 6 6 टी पर्यंतर टेल रो फाइबर थाए। यहाँ पर हमें डिंबाणु जनन रो विभिन्न अवस्था विषय में जानि नबा। तो डिंबाणु जनन कोन देखो पिले, डिंबाणु जनन मध्य तीनोटी अवस्था दी गति करथाय। गोटे हला प्रगुणन अवस्था, गोटे वृद्धि अवस्था, आ गोटे परिपक्वन अवस्था। ए तीनोटी अवस्था थाए। प्रथम आम जानिबा प्रगुणन अवस्था विषय रे। ए प्रगुणन अवस्था रे कोन हिताय ना, आदि जायक कोष जेतेबेले थाए ये 2n संख्यक थाए। 2n संख्यक जेतेबेले समविभाजन हुए, ये मध्य दुईटी समविभाजन रे अपत्य कोष सृष्टि होइथाय। प्रत्येक दुईटी समविभाजन रो दुई दुईटी लेखे अपत्य कोष सृष्टि करी समुदाय केतोटी ना चारोटी अपत्य कोष सृष्टि करिथांती, जोड़ा को आमे मूल डिंबाणु कोष बोली कहि थाउ। ठीक अछि। ए प्रत्येक जदि मूल डिंबाणु कोष को आमे नबा, ए मूल डिंबाणु कोषटा जेतले वृद्धि अवस्था रे से बढ़ी जाए, बढ़ी कोन करे ना प्राथमिक डिंबाणु कोषटी से सृष्टि करिथाय। प्राथमिक डिंबाणु कोष जेतले सृष्टि करिथाय, प्राथमिक डिंबाणु कोषरु सेतले परिपक्वन अवस्था रे प्रथम अर्ध विभाजन होइथाय। और प्रथम अर्ध विभाजन रे ये हला द्वितीयक डिंबाणु कोष, ये हला प्रथम पोलार बॉडी। से प्रथम पोलार बॉडी जे होइथाय गोटिए रहिथाय, आ गोटे पोलार बॉडी गुडी को नष्ट होई जाइथाय। तापर द्वितीयक डिंबाणु कोषरु दुईटी अर्ध विभाजन, द्वितीय अर्ध विभाजन फल रे गोटिए डिंबाणु सृष्टि हुए, आउ पोलार बॉडी सृष्टि हुए, जो पोलार बॉडी गुडी को नष्ट हेई जाई थांती। तेणु गोटिए मात्र डिंबाणु कोष सृष्टि होइथाय। तो द्वितीय पोलार बॉडी, तृतीय पोलार बॉडी, चतुर्थ पोलार बॉडी नष्ट होया परे गोटिए डिंबाणु कोष आउ थरे तार परवर्ती कार्य से करिथाय। वर्तमान जानिबा डिंबाणु कोषर गठन किभଳି होइथाय। ओके, यहाँ पर डिंबाणु तो आम जानिले प्रथम पोलार बॉडी, द्वितीय पोलार बॉडी किभଳି होइथाय, आ परिपक्वनर शेष रे गोटिए डिंबाणु कोषर गोटिए डिंबाणु और तीनोटी पोलार बॉडी तैयारी होइथाय। ए विषय में जानले। तापर पुरुष जनन तंत्र विषय में जानिबा। पुरुष जनन तंत्र जाको आमे मेल रिप्रोडक्टिव सिस्टम बोली आमे कहि थाउ। कोन कहि थाउ? मेल रिप्रोडक्टिव सिस्टम। पुरुष जनन तंत्र रे मुख्यतः शुक्रमणि, शुक्राशय, मुस्क, शुक्राशय मुस्क कहि थाउ, शुक्र बाहिनळी, मूत्र मार्ग आउ स्निष्ण एति को नै गठित। प्रथमे हमें शुक्रमुनि विषय जानिबा। ए शुक्रमुनि विषय जानिबा जेतेबेले सेतेबेले हमें शुक्रमुनि तो हमें समस्त जानिजे बिले, ये जदि मुस्क हुए ये होचे हमर शुक्रमुनि। ओके, ये होचे शुक्रमुनि। तो शुक्रमुनि कौन होता है ना, मानव शरीर तापमात्रा जो 37 डिग्री थाए सेल्सियस, शुक्रमुनि तापमात्रा 2 डिग्री कम थाए। अर्थात शुक्रमुनि तापमात्रा केते थाए ना 35 डिग्री सेल्सियस थाए। ओके, तेणु यार सूचना योग्य जे हाथी और तिमी परि स्तन्यपायी प्राणी शुक्राशय दुईटी शरीर भितर थाए। कहीं हाथी और तिमी बड़ बड़ प्राणी, तेणु तांकर शुक्राशय कोड थाए ना शरीर भितर थाए। तापर शुक्राशय विषय जानिबा। ए शुक्राशय कौन ना, पुरुष शरीर दुईटी शुक्राशय बा मुस्क रही, निदा गोलाकार पिंड। यह होची बहु शुक्रजन नलिका को नहीं गठित। शुक्रजन नलिकारु जेतेबेले शुक्राणु उत्पत्ति होता है, ता छड़ा नलिका बाहर ए नलिकार अंतराल रे लेडिक सेल देखा जाय थाए।
एई कोषरु आमर टेस्टोस्टेरोन जोड़ा कि आमर पुरुष हार्मोन से पुरुष हार्मोन क्षरित होता है। शुक्रजन नलिका अधिच्छेद केतेक अपेक्षाकृत बड़ विषय धरण सर्टोली सेल थाए। यह हूँ शुक्राणुर विकास समय खाद्य जोगाई थाए। यापर आम ये देखिपार ये हूँ आमर लेडी कोष। ओके, ये हूँ सेरोटोली कोष गुड़िक। तापर शुक्रवाही नली भास डिफरेंस जी कि आमर शुक्राणु गुड़ी बहन करें शुक्रवाही नली कही। दुई पटर नली मूत्राशयर मूत्र नली सहित मिसी मूत्र मार्ग तैयारी करते। माने मूत्र मार्ग कहले आमर उभय शुक्ररस और मूत्र मार्ग निश्चर अग्रभाग रंध्र माध्यम दे शरीर बाहर को चली जाए। यह हूँ पुरुष जननतंत्र थिला। यापर आमे जानिबा स्त्री जननतंत्र बा फीमेल रिप्रोडक्टिव सिस्टम। स्त्री जननतंत्र मुख्यतः डिंबाशय, डिंबवाही नली, गर्भाशय आदि को नहीं गठित। प्रथम आमे डिंबाशय विषय जानिबा। उदर गुहर निम्न अंश एक जोड़ा डिंबाशय रही। डिंबाशय जायक अधिच्छेद डिंबाणु उत्पन्न हुए और एसहित डिंबाशय इस्ट्रोजेन और प्रोजेस्टेरोन नामक दुईटा स्त्री हार्मोन क्षरित होता है। कौन कौन होता है? इस्ट्रोजेन और प्रोजेस्टेरोन। युवक्रांति पर प्रति मासरे गोटे डिंबाणु पूर्ण विकसित होई डिंबाशय बाहरी थाए एवं डिंबवाही नली मध्य प्रवेश करिथाए। आमे जो डिंबाणु विषय जानिबा को कहउथले ये होची डिंबाणुर स्ट्रक्चर। मनुष्यर डिंबाणु देखि परिबा पिले आर ये हूँ नेस्टी, ये हूँ कोरोना रेडिएटा आउटर कवरिंग, जोना पेलोसिडा तार मझी कवरिंग, आउट ये हूँ डिंबाणु। ओके, ये भली हमर तार गठन होता है। तो डिंबवाही नली विषय जानिबा। डिंबवाही नली कौन ना या फैलोपियन ट्यूब बोली कहा जाए। स्त्री शरीर एक जोड़ा डिंबवाही नली अच्छी। यार लंब हूँ केते ना 10 रु 12 सेंटीमीटर लंब। डिंबाशय ये पिले देखिपार डिंबाशयर अनुप्रस्थ पृष्ठटा किभली देखा होची। ये प्राथमिक फोलिकल, ये आमर द्वितीयक फोलिकल, ये हूँ कर्पस लुटियम, ये हूँ जायक अधिच्छेद, ये हूँ आमर डिंबाणु, ये हूँ आमर ग्राफियन फोलिकल। जेतेबेले पूर्ण मात्रा रे सी एइठारु एइभली मात्रा आसी थाए प्राथमिक फोलिकल, द्वितीयक फोलिकल और ग्राफियन फोलिकल। एटा सबुठारु पूर्ण मात्रा तार वृद्धि घटी थाए। या पर हमें गर्भाशय विषय पढ़िबा। यह हूँ गोटे फंपा नली। किए ना गर्भाशय विषय जदि आमे जानिबा, यह हूँ गोटे फंपा बा हलो पेशीबहुल अंग। लंब हूँ चौड़ा 5 सेंटीमीटर थिला बेले लंब हूँ 7.5 सेंटीमीटर। या उत्तर घर निम्न भाग में मूत्राशयर पछकु रही। तेणु गर्भाशयर आगपटे चौड़ा और पछपट को एक नलिया थाए। ए नलिया अंश को आमे सर्भिक्स, जरायु, ग्रीवा बोली कही था। तेणु गर्भाशयर ग्रीवा हूँ बाहर को सी उन्मुक्त होइकी रही थाए। या परे समायन और समायन परवर्ती घटना घटिबा। तो डिंबाणु सहित जिते शुक्राणु मिलन होता है ताकू आमे समायन कही था। समायन द्वारा एककोशी जुग्मज सृष्टि होता है एवं समविभाजन द्वारा जुग्मजर बारंबार भाजन और प्रक्रिया द्वारा एककोशी जुग्मजरु कौन सृष्टि जानिथे पिले? एककोशी जुग्मजरु आमर एक बहुकोशी ब्लास्टुला सृष्टि हुए। ए ब्लास्टुला सृष्टि होला परे ताकू आमे ब्लास्टोसिस्ट परिणत करी गर्भाशय कांथरे लागि रहे। या को आमे अंतरोपण बोली कहि थाउ। तरे धीरे धीरे अंतरोपण प्रक्रिया सरला परे भ्रूणबंध वा प्लासेंटा जरिया रे ये गर्भाशय सहित भ्रूण एक जैविक संबंध स्थापन करिथाए। भ्रूण एवं गर्भाशय उभयंकर किछि अंश द्वारा गठित होइथाए। त भ्रूणबंध देई भ्रूण मां शरीर नाभिरज्जु द्वारा खाद्य और अम्लजान ग्रहण करिथाए। ए जो भ्रूणबंध होइछि ये कौन करे मां शरीर नाभिर रज्जु जोड़ा कि आमे अम्बिलिकल कॉर्ड बोली कहि थाउ ता माध्यम रे पिलाटी खाद्य और अम्लजान ग्रहण करिथाए। अंतरोपण पर गैस्ट्रुलेशन प्रक्रिया द्वारा 3टी जायक स्तर सृष्टि होता है। से गैस्ट्रुला तैयारी हुए और गैस्ट्रुला 3टी जायक स्तर होउछि एक्टोडर्म बा ऊपर स्तर, मेजोडर्म बा मझी स्तर, एंडोडर्म बा भीतर स्तर। एबे अंग विकास द्वारा ये 3टी जायक स्तर विभिन्न टिश्यू अंग अंगतंत्र ये सब तैयारी हेबारे लागिलानी। तो शेष पर्यायर कौन हुए ना गर्भाशय सृष्टि होइथिबा प्रकाशित पूर्ण विकसित शिशु प्रसव द्वारा मां शरीर बाहर को आसी थाए। एही प्रक्रिया को आमे पार्चुरेशन बोली कहि थाउ। कौन कहि थाउ? पार्चुरेशन। तो 1952 मसीहा ठारू परिवहन नियोजन
ଯୋଜନା ଗୁଡ଼ିକ କାର୍ଯ୍ୟକାରୀ ହେଇ ଆସୁଛି। ବିଭିନ୍ନ ପରିବାର ନିୟୋଜନ ଯୋଜନା ଭିତରୁ ଆମେ ଜାଣିଛେ ଦୁଇଟି ପଦ୍ଧତି, ଗୋଟିଏ ହେଲା ସ୍ଥାୟୀ ପଦ୍ଧତି ଆଉ ଗୋଟେ ହେଲା ଅସ୍ଥାୟୀ ପଦ୍ଧତି। ପ୍ରଥମେ ଆମେ ସ୍ଥାୟୀ ପଦ୍ଧତି ବିଷୟରେ ଟିକେ ଜାଣିବା। ସ୍ଥାୟୀ ପଦ୍ଧତି କଣ? ଏହା ହେଉଛି ମହିଳା ବା ପୁରୁଷଙ୍କର ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରାଯାଏ, ଫଳରେ ଭବିଷ୍ୟତରେ ଆଉ ସନ୍ତାନ ଜନ୍ମ ହେବାର ସମ୍ଭାବନା ନଥାଏ। ପୁରୁଷ ବନ୍ଧ୍ୟାକରଣ ଅସ୍ତ୍ରୋପଚାରକୁ ଭାସେକ୍ଟୋମି ଆଉ ମହିଳା ବନ୍ଧ୍ୟାକରଣ ଅସ୍ତ୍ରୋପଚାରକୁ ଟିବେକ୍ଟୋମି ବୋଲି କୁହାଯାଏ। ପୁରୁଷକୁ ଭାସେକ୍ଟୋମି, ମହିଳାର ଟିବେକ୍ଟୋମି। ପ୍ରଥମେ ଯିବା ଭାସେକ୍ଟୋମି ବିଷୟରେ ଜାଣିବା। ଭାସେକ୍ଟୋମି ଦ୍ୱାରା ପୁରୁଷର ଦୁଇଟି ଯାକ ଶୁକ୍ରବାହୀ ନଳୀକୁ କାଟି ଅଲଗା କରି ବାନ୍ଧି ଦିଆଯାଏ, ଫଳରେ ରେତ ଶୁକ୍ରାଣୁ ମୁକ୍ତ ହୋଇଥାଏ। ଏବେ ବିନା ଛୁରୀ ବିନା ସିଲେଇରେ ମଧ୍ୟ 10 ରୁ 15 ମିନିଟ୍ ସମୟରେ ଆମର ଭାସେକ୍ଟୋମି ହେଇପାରୁଛି। ଟିବେକ୍ଟୋମି ସେମିତି ଦୁଇଟି ଡିମ୍ବବାହୀ ନଳୀକୁ କାଟି ବାନ୍ଧି ଦିଆଯାଇଥାଏ ସ୍ତ୍ରୀ ଶରୀରର, ଫଳରେ ଡିମ୍ବାଣୁ ଆଉ ଶୁକ୍ରାଣୁର ମିଳନ ଆଉ ସମ୍ଭବ ହେଇନଥାଏ। ଏହା ହେଉଛି ଟିବେକ୍ଟୋମି ସ୍ତ୍ରୀ ମାନଙ୍କ ଦେହରେ, ଆଉ ଭାସେକ୍ଟୋମି ପୁରୁଷଙ୍କର ହୋଇଥାଏ। ଭାରତ ସରକାରଙ୍କ ଦ୍ୱାରା ଅସ୍ଥାୟୀ ପଦ୍ଧତି ମଧ୍ୟ ନିୟୋଜନ କାର୍ଯ୍ୟକ୍ରମ ଯେତିକି ଚାଲିଛି ସେ ବିଷୟରେ ମଧ୍ୟ ହେଇପାରୁଛି। ଯେମିତି ସରକାରଙ୍କ ପରିବାର ନିୟୋଜନ ବିଭାଗ ଦ୍ୱାରା ନିଯୁକ୍ତିପ୍ରାପ୍ତ ଆଶାକର୍ମୀମାନେ ପରିବାର ନିୟୋଜନ କାର୍ଯ୍ୟକ୍ରମ ବିଷୟରେ ଲୋକମାନଙ୍କୁ ବୁଝାଉଛନ୍ତି। ପିଲାମାନେ ଛୋଟ ଛୋଟ ଦଳରେ ଆଶାକର୍ମୀଙ୍କ ସହିତ ଏ ବିଷୟରେ ଆଲୋଚନା ମଧ୍ୟ ତମେ କରିପାରିବ। ତାପରେ ମଣିଷର ଜନନ ସମ୍ପର୍କୀୟ କିଛି ରୋଗ ଅଛି। ସେ ରୋଗ ଗୁଡ଼ିକ ହେଲା କିଏ କିଏ? ନା ଆମେ ଗନେରିଆ, ସିଫିଲିସ୍ ଆଉ ଏଡ୍ସ ଭଳି କିଛି ରୋଗ ବିଷୟରେ ଆମେ ଜାଣିବା। ତ ଏଥିରେ ଏଡ୍ସ ବିଷୟରେ ହିଁ ବର୍ଣ୍ଣନା କରାଯାଇଛି। ଏଡ୍ସ କଣ? ଏଡ୍ସ ହେଉଛି କୌଣସି ପ୍ରକାର ରୋଗ ନୁହେଁ, ଏହା ମଣିଷ ଶରୀରର ଗୋଟେ ଅବସ୍ଥା ଯେଉଁଥିରେ ଶରୀର ରୋଗ ପ୍ରତିରୋଧୀ ଶକ୍ତି ଧୀରେ ଧୀରେ ନଷ୍ଟ ହୋଇଯାଇଥାଏ। ଫଳରେ ଏଡ୍ସର ଆକ୍ରାନ୍ତରେ ବ୍ୟକ୍ତି କୌଣସି ରୋଗର ସଫଳ ପ୍ରତିରୋଧ କରିବାକୁ ସମର୍ଥ ହୁଏ ନାହିଁ। ତେଣୁ ଯେକୌଣସି ରୋଗ ହେଲେ ମଧ୍ୟ ତାକୁ ଆଉ ଭଲ ହୁଏ ନାହିଁ। ତେଣୁ ଏଡ୍ସର ଫୁଲ୍ ଫର୍ମ ଆମକୁ ମନେ ରଖିବାକୁ ପଡିବ 1 ମାର୍କିଆ ପାଇଁ। ଏଡ୍ସ ହେଉଛି ଆକ୍ୱାୟର୍ଡ ଇମ୍ୟୁନ୍ ଡେଫିସିଏନ୍ସି ସିଣ୍ଡ୍ରୋମ। ଯେତେବେଳେ 1960 ମସିହା ଠାରୁ ମିଳି ଆସୁଥିଲା ଏଡ୍ସ ଖବର, କିନ୍ତୁ 1981 ମସିହାରେ ପ୍ରଥମ ଉତ୍ତର ଆମେରିକାର ନ୍ୟୁୟର୍କ ଓ କାଲିଫର୍ଣ୍ଣିଆ ସହରରେ ଏଡ୍ସ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଠାବ କରାଗଲା। ଏହାପରେ 1986 ମସିହାରେ ଭାରତରେ ପ୍ରଥମେ ଏହି ଏଡ୍ସ ଆକ୍ରାନ୍ତ ବ୍ୟକ୍ତିକୁ ଚିହ୍ନଟ କରାଯାଇଛି। ଏହା ପରଠାରୁ ଯେଉଁ ଏଡ୍ସ ଆକ୍ରାନ୍ତରେ ଯେଉଁ ବ୍ୟକ୍ତିମାନେ ଅଛନ୍ତି ତାଙ୍କର ପ୍ରତିବର୍ଷ ଧୀରେ ଧୀରେ ବଢିବାରେ ଲାଗିଛି। ଆମେ ଜାଣିବା HIV ଟା କଣ? ଏଡ୍ସର ଖଳନାୟକ ହେଉଛି ଗୋଟେ ଭୂତାଣୁ। ସେ ଭୂତାଣୁର ନାଁ ହେଉଛି HIV। HIV ର ଫୁଲ୍ ଫର୍ମ ହେଉଛି ହ୍ୟୁମାନ୍ ଇମ୍ୟୁନୋ ଡେଫିସିଏନ୍ସି ଭାଇରସ। ମନେ ରଖିବ, ହ୍ୟୁମାନ୍ ଇମ୍ୟୁନୋ ଡେଫିସିଏନ୍ସି ଭାଇରସ। ମୁଖ୍ୟତଃ ପୃଷ୍ଟିସାରର ଗଠିତ ଖୋଳପା ମଧ୍ୟରେ ଭୂତାଣୁର ଅନୁବଂଶିକ ପଦାର୍ଥ ଯୋଉଟାକି ଆମର ଜେନେଟିକ୍ ମ୍ୟାଟେରିଆଲ ଅଛି, ଏହା ହେଉଛି RNA ବା ରାଇବୋନ୍ୟୁକ୍ଲିକ୍ ଏସିଡ। RNA ଥିବା ଭୂତାଣୁ ମାନଙ୍କୁ ଆମେ ପଶ୍ଚ ଭୂତାଣୁ ବା ରିଟ୍ରୋ ଭାଇରସ ବୋଲି କହିଥାଉ। କଣ କହିଥାଉ? ରିଟ୍ରୋ ଭାଇରସ ବା ପଶ୍ଚ ଭୂତାଣୁ ବୋଲି କହିଥାଉ। ଏହାପରେ ଆମେ ରୋଗ ପ୍ରକ୍ରିୟା ବା ପାଥୋଜେନିସିଟି ବିଷୟରେ ଜାଣିବା। ରୋଗ ଆମକୁ କିଭଳି ହେଉଛି? ଜାଣୁଛୁ ଆମେ ଯେ ଏଡ୍ସରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଶରୀରରେ ଟି ଲିମ୍ଫୋସାଇଟ୍ ନାମକ କଣ ଥାଉଛି? ଟି ଲିମ୍ଫୋସାଇଟ୍ ନାମକ ଏକ ପ୍ରକାର ଶ୍ୱେତ ରକ୍ତ କଣିକା ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଏ, ଫଳରେ ସେମାନଙ୍କ ଠାରେ ମାସାଧିକ କାଳ ଜ୍ୱର ଲାଗି ରହିଥାଏ। କଣ ହେଇଥାଏ? ଏବେ ଯେମିତି ଆମର କୋରୋନା ପାଇଁ ଜ୍ୱର ଲାଗି ରହିଥାଉଛି, ତେଣୁ ସେତେବେଳେ ଏଡ୍ସରେ ମଧ୍ୟ ମାସାଧିକ କାଳ ଜ୍ୱର ଲାଗି ରହିବ, ଝାଡା କାଶ ଲାଗି ରହିବ, ଶ୍ୱାସତନ୍ତ୍ର ସ୍ନାୟୁତନ୍ତ୍ରରେ ମଧ୍ୟ ସମସ୍ୟା ଦେଖାଯିବ, ବ୍ୟକ୍ତିର ଓଜନ ହ୍ରାସ ପାଇବ। ସଫଳ ଚିକିତ୍ସା ନହେଲେ ଶେଷରେ ବ୍ୟକ୍ତି ମୃତ୍ୟୁ ମୁଖରେ ପଡିବ ବା ମରିଯିବ। ଓକେ, ଏଡ୍ସ ସଂକ୍ରମଣ ବିଷୟରେ ବଢିବା। ତ ଏଡ୍ସ ସୃଷ୍ଟିକାରୀ ଭୂତାଣୁ ମଣିଷ ଶରୀର ବାହାର ପରିବେଶରେ 1 ମିନିଟରୁ ଅଧିକ ସମୟ ବଞ୍ଚିପାରେ ନାହିଁ। ଏହା ଜଣେ ବ୍ୟକ୍ତି ଶରୀରରୁ ସିଧାସଳଖ ଅନ୍ୟ ଗୋଟେ ଶରୀରକୁ ସଂକ୍ରମିତ ହୋଇଥାଏ। ଏଡ୍ସରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଠାରୁ ରକ୍ତ ଗ୍ରହଣ କିମ୍ବା ଏଡ୍ସ ପୀଡ଼ିତା ମା ଠାରୁ ତାର ଗର୍ଭସ୍ଥ ଶିଶୁକୁ ସଂକ୍ରମିତ ହେଉଛି କିଛି ଉଦାହରଣ। ଭାରତରେ ଆମେ ଦେଖିବା ଯଦି 85% ବା 85% ଏଡ୍ସ ସଂକ୍ରମଣ ଏଡ୍ସ ଆକ୍ରାନ୍ତ ବ୍ୟକ୍ତି ସହିତ ଅନୈତିକ ଦୈହିକ ସମ୍ପର୍କ ସ୍ଥାପନ ଦ୍ୱାରା ହେଇଥାଉଛନ୍ତି ବା ଫିଜିକାଲ ରିଲେସନ ତାଙ୍କର ଯଦି ଥିବ, ତେବେ 85% ଭାରତରେ ଏଭଳି ହେଇଥାଉଛି। ତାପରେ ଏଡ୍ସ ର ଚିହ୍ନଟ ପ୍ରକ୍ରିୟା ଜାଣିବା। ଜଣେ ବ୍ୟକ୍ତି HIV ଥରେ ଆକ୍ରାନ୍ତ ହୋଇଛି କି ନାହିଁ ସେ ବିଷୟରେ ଜାଣିବା ପାଇଁ ଏବେ ବିଭିନ୍ନ ପ୍ରକାର ପରୀକ୍ଷଣ ଉପଲବ୍ଧ ହେଲାଣି। ରକ୍ତରେ ଆଣ୍ଟିଜେନ ଆଣ୍ଟିବଡିର ଉପସ୍ଥିତି ତାକୁ ପରୀକ୍ଷା କରିପାରିବା। ରାପିଡ HIV ଟେଷ୍ଟ ଇଏ ମଧ୍ୟ ବାହାରି ପଡ଼ିଲାଣି। ଆଉ 2ରେ ଆମର କନଭେନସନାଲ ଲାବୋରେଟୋରୀ ଟେଷ୍ଟ ମଧ୍ୟ ପରମ୍ପରାଗତ ପରୀକ୍ଷଣ ମଧ୍ୟ ଆମର ବାହାରିଲାଣି, ଯାହା ଫଳରେ ଆମେ ଜାଣିପାରୁଛୁ ଯେ ଏଡ୍ସ ଟା ହେଇଛି ନା ନାହିଁ। ପ୍ରଥମେ ରାପିଡ HIV ପରୀକ୍ଷଣ କଣ ଏ ବିଷୟରେ ଟିକେ ଜାଣିବା।
ଏହି ପରୀକ୍ଷଣ ବ୍ୟକ୍ତିର ଆଙ୍ଗୁଠି ଟିପରୁ ରକ୍ତ ନେଇ ପରୀକ୍ଷା କରାଯାଏ ଓ ପରୀକ୍ଷଣ ପାଇଁ ଆମକୁ 20 ରୁ 30 ମିନିଟ୍ ଆମକୁ ସମୟ ଲାଗିଥାଏ। ଏହା ହେଉଛି ଭାରତର ସବୁ ରକ୍ତ ଭଣ୍ଡାରରେ ଏଇଟା ହେଇଥାଉଛି। ତାପରେ ପରମ୍ପରାଗତ ପରୀକ୍ଷଣ କଣ? ପରମ୍ପରାଗତ ପରୀକ୍ଷାରେ ଆମେ ଏଲାଇଜା, ଏଲିଫା, ରିଟା, P24 ଟେଷ୍ଟ ଏସବୁ କରିଥାଉ। ବୋଲେ ଏଇ ସବୁର ଇମ୍ପୋର୍ଟାଣ୍ଟ ହେଉଛି ଆର ସମ୍ପୂର୍ଣ୍ଣ ନାମ ଗୁଡ଼ିକ ତମେ ମନେ ରଖିବ, 1 ମାର୍କରେ ଆସିପାରେ। ତାପରେ ଆମେ ଜାଣିବା ଯେ ସବୁଠାରୁ ଏଡ୍ସ ବିଷୟରେ ଜନସଚେତନତା ସୃଷ୍ଟି କରିବା ପ୍ରତିବର୍ଷ ଡିସେମ୍ବର 1 ତାରିଖକୁ ଆମେ ବିଶ୍ୱ ଏଡ୍ସ ଦିବସ ଭାବେ ପାଳନ କରିଥାଉ। କ'ଣ କରିଥାଉ? ବିଶ୍ୱ ଏଡ୍ସ ଦିବସ ଭାବେ ପାଳନ କରିଥାଉ। ତାପରେ ସନ୍ତାନ ଧାରଣ ଓ ମାଙ୍କ ସ୍ୱାସ୍ଥ୍ୟ ବିଷୟରେ ଆମେ ଜାଣିବା। ଭେଷଜ ବିଦ୍ୟା ସଂଜ୍ଞା ଅନୁଯାୟୀ ମହିଳାଙ୍କର ଗର୍ଭଧାରଣ ସନ୍ତାନ ଜନ୍ମ ହେବା ଘଟୁଥିବା ସମସ୍ତ ଘଟଣାବଳୀକୁ ଆମେ ସନ୍ତାନ ଧାରଣ ବୋଲି କହିଥିବା। କ'ଣ କୁହାଯାଏ? ସନ୍ତାନ ଧାରଣ। ତ ଗୋଟିଏ ଦେଶରେ ଜନସଂଖ୍ୟା ବୃଦ୍ଧି ସହିତ ପରପିଢ଼ିର ସୁସ୍ଥ ନାଗରିକ ତିଆରି କରିବା ପାଇଁ ଯଥେଷ୍ଟ ଅବଦାନ ରହିଛି ମାର। ତେଣୁ ଜନସଂଖ୍ୟା ବୃଦ୍ଧି ଓ ନିୟନ୍ତ୍ରଣ ଉଭୟରେ ମହିଳାଙ୍କ ଅବଦାନ ନିଶ୍ଚିତ ଭାବେ ରହିଛି, ଜନସଂଖ୍ୟା ବୃଦ୍ଧିରେ ଏବଂ ତାଙ୍କ ନିୟନ୍ତ୍ରଣରେ ମଧ୍ୟ। ତେଣୁ ଜନକଲ୍ୟାଣକାରୀ ରାଷ୍ଟ୍ରରେ ମହିଳାମାନଙ୍କ ଗର୍ଭଧାରଣ ଠାରୁ ଶିଶୁ ଜନ୍ମ ତଥା ପ୍ରସବ ପରେ ଉଭୟ ମା ଓ ଶିଶୁର ଯତ୍ନ ନେବା ରାଷ୍ଟ୍ରର ଏକ ମୁଖ୍ୟ ଦାୟିତ୍ୱ ମଧ୍ୟ ଅଛି। ତେଣୁ ଆମର 2005 ଠାରୁ ଆମେ ଜାଣିଛେ ଯେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଯେଉଁ ଅଛି ଆମର, ଏ ସ୍ୱାସ୍ଥ୍ୟ ମିଶନ ଅନୁସାରେ ଆମେ କ'ଣ କରିଛେ ନା ଏସବୁ କାର୍ଯ୍ୟକାରୀ ହେଉଛି ଗ୍ରାମାଞ୍ଚଳ ମାନଙ୍କରେ, ସହରାଞ୍ଚଳ ମାନଙ୍କରେ। ସବୁ ନାଗରିକଙ୍କ ନିକଟରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା, 1 ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକୁ ଶକ୍ତିଶାଳୀ କରାଇବା, ସଂକ୍ରମଣ ରୋଗର ପ୍ରତିକାର ନିୟନ୍ତ୍ରଣ କରାଇବା, ସୁସ୍ଥ ଜୀବନଚର୍ଯ୍ୟା ପାଇଁ ପ୍ରୋତ୍ସାହନ କରିବା, ଆଶାକର୍ମୀ ଓ ଅଙ୍ଗନବାଡି ପରି ସଂସ୍ଥାର ଦୃଢ଼ୀକରଣ ଇତ୍ୟାଦି କରିବା। ଏହା ସହିତ କେନ୍ଦ୍ର ସରକାରଙ୍କ ଦ୍ୱାରା ମଧ୍ୟ ଜନନୀ ସୁରକ୍ଷା ଯୋଜନା, ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟକରଣ ଯୋଜନା, କଲ୍ୟାଣ ଯୋଜନା, ରାଷ୍ଟ୍ରୀୟ କିଶୋର ସୁରକ୍ଷା କାର୍ଯ୍ୟକ୍ରମ ଏଭଳି ଅନେକ ଯୋଜନା ମଧ୍ୟ କାର୍ଯ୍ୟକାରୀ ହେଇ ଚାଲିଛି। ଜନନୀ ସୁରକ୍ଷା ଯୋଜନାରେ କ'ଣ ହୁଏ ନା ଏହି ଯୋଜନା ମାଧ୍ୟମରେ ଜଣେ ସ୍ତ୍ରୀ ଲୋକର ପ୍ରସବ ପୂର୍ବକାଳୀନ, ପ୍ରସବକାଳୀନ, ପ୍ରସବ ପରକାଳୀନ ସ୍ୱାସ୍ଥ୍ୟର ଯତ୍ନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ପ୍ରସବ ପୂର୍ବରୁ ମହିଳାମାନଙ୍କୁ ମାଗଣାରେ ଲୌହ ଓ ଫଲିକ ଏସିଡ୍ ବଟିକା ମାନ ବଣ୍ଟା ହେଉଛି। ଏସବୁ ଲୌହ ଆଉ ଫଲିକ ଏସିଡ୍ ବଟିକା ମାନ ମଧ୍ୟ ସେମାନଙ୍କୁ ମାଗଣାରେ ବଣ୍ଟା ହେଉଛି। ଆସନ୍ନ ପ୍ରସବ ମହିଳାକୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଜିଲ୍ଲା ଡାକ୍ତରଖାନାରେ ପ୍ରସବ କରିବା ପାଇଁ ସରକାରଙ୍କ ତରଫରୁ ମାଗଣା ଆମ୍ବୁଲାନ୍ସ ସେବତା, ସେ ହେଉଛି 104 ଆମ୍ବୁଲାନ୍ସ ବର୍ତ୍ତମାନ ଯେଉଁ ଚାଲିଛି, 102 ସେଟା ମଧ୍ୟ ଦିଆଯାଉଛି। ଆଉ ପୌଷ୍ଟିକ ଆହାର ମଧ୍ୟ ସେମାନଙ୍କୁ ଦିଆଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ୟୁନିସେଫ୍, WHO ଏର ଆନ୍ତର୍ଜାତିକ ସଂସ୍ଥା ମା ଓ ଶିଶୁମାନଙ୍କର ସୁରକ୍ଷା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ବୈଷୟିକ ଓ ଆବଶ୍ୟକ ସ୍ୱାସ୍ଥ୍ୟ ସେବା ପାଇଁ ଉପକରଣ ମାନ ମଧ୍ୟ ଯୋଗାଇ ଦିଆଯାଉଛି। ଏହାପରେ ଆମେ 1990 ଆଡ଼କୁ ଯିବା। 1990 ମସିହାରେ ଯେତେବେଳେ ପ୍ରତ୍ୟେକ 1 ଲକ୍ଷ ଶିଶୁ ଜନ୍ମରେ 556 ଜଣ ମାଙ୍କ ମୃତ୍ୟୁ ହେଉଥିଲା ବେଳେ 2016 ଯେତେବେଳେ ଦେଖିଲେ ଆମେ, ସେତେବେଳେ କେବଳ 130 ଜଣଙ୍କର ମୃତ୍ୟୁ ହେଉଛି। ଓକେ, ଏଇ ଆମେ କ'ଣ ଜାଣିଲେ ନା ମୃତ୍ୟୁ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି। ମୃତ୍ୟୁ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି ଆଉ ଜନସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଛି। ତେଣୁ ଆମମାନଙ୍କୁ ଗୋଟିଏ ଜିନିଷ ଚିନ୍ତା କରିବା ଦରକାର ଯେ ଯଦି ଜନସଂଖ୍ୟା ବଢିବ, ଆମର ଖାଦ୍ୟ, ବସ୍ତ୍ର, ବାସଗୃହ ଆମର କମିଯିବ। ତେଣୁ ଆମେ ନିଜେ ନିଜେ ସଚେତନ ହେବା ଜନସଂଖ୍ୟାକୁ କମେଇବା ପାଇଁ। ଆଜି ପାଇଁ ଏତିକି, ଧନ୍ୟବାଦ।